ନାଇଁ ବୋଧେ ପ୍ରଭୁ ମଧ୍ୟ ଉଠି ନାହାନ୍ତି, ସେଥିପାଇଁ ଆମର ଭଉଣୀ ମାନେ ଶୋଇ ପଡିଛନ୍ତି। ସେ ଯାହା ବି ହଉ, ଆମେ ଯେମିତି ଗୌରବ ଦେବା ଆମେ ସେମିତି ଗୌରବ ପାଇବା। ବାକ୍ୟ କହେ ଯାହା ଆମେ ଚାହୁଁଛୁ ଆମମାନଙ୍କୁ ମଧ୍ୟ ସେ ପ୍ରକାର କରିବାକୁ ପଡିବ। ଦିନର ପ୍ରଥମ ଅଂଶରେ ପ୍ରଭୁଙ୍କର ସେବା କରିବା ପାଇଁ ଆସିଛୁ। ଖୁସିରେ ଆନନ୍ଦରେ ଯଦି ଆମେ ପ୍ରଭୁଙ୍କର ସେବା କରିବା, ପ୍ରଭୁ କେତେ ଗୁଣରେ ଖୁସି ଆମମାନଙ୍କୁ ଦେବେ ଆଜି ସାରା ଦିନ ନିମନ୍ତେ। ଏଣୁ ଆସନ୍ତୁ ପ୍ରଭୁଙ୍କର ଗୌରବ ନିମନ୍ତେ ନା ଗୀତା ପାଣି ଲିଡିଂ କରୁଛନ୍ତି ନା ଭଉଣୀ ୱର୍ସିପ କରିବେ, ସେଥିପାଇଁ କେବଳ ପ୍ରଭୁଙ୍କର ଗୌରବ ନିମନ୍ତେ ଆମମାନେ ସମସ୍ତେ ଆଜିର ଉପାସନାକୁ ଗୌରବ ଦେବା ପ୍ରଭୁଙ୍କ ନିମନ୍ତେ। ଆସନ୍ତୁ ଆମମାନେ ଅନେକ ପ୍ରାର୍ଥନା ଅନୁରୋଧ କରିସାରିଛୁ। ବର୍ତ୍ତମାନ ଅନୁରୋଧ ତ ସକାଳୁ ଉଠି ଲମ୍ବା ଲିଷ୍ଟ ଆମେ ପ୍ରଭୁଙ୍କୁ ଚଢେଇ ଦେଇଛୁ। ବର୍ତ୍ତମାନ ସେ ଆମମାନଙ୍କୁ କଣ ଦେଉଛନ୍ତି, ଆମମାନେ ତାଙ୍କର ଗୌରବ ଦ୍ୱାରା ପ୍ରାପ୍ତ ହେଇପାରିବା। ଆମମାନେ ବାଇବଲରୁ କିଛି ଅଂଶ ପାଠ କରିବା। ଗୀତ ସଂହିତା 98 ତାର 1 ପଦ ପୁଣି 4 ଆଉ 5 6 ପଦକୁ ମୁଁ ପଢୁଛି। ଆଉ ଏଠାରେ ଏ ପ୍ରକାର ଲେଖା ଅଛି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି। ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। 4 ପଦରେ ପ୍ରକାର ଲେଖାଯାଏ, ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଉଚ୍ଚ ଧ୍ୱନି କର ଓ ଆନନ୍ଦ ଗାନ କର ଓ ପ୍ରଶଂସା ଗାନ କର। ବୀଣା ଯନ୍ତ୍ରରେ ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। ତୁରି ଓ ଭେରୀନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର। ପ୍ରଭୁ ଏଇ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପଦ ପ୍ରାର୍ଥନା କରିବା। ସ୍ୱଗୌରବ ରକ୍ଷଣ ଉତ୍ସୋଗୀ ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ, ତୁମର ଧନ୍ୟବାଦ କରୁଛୁ, ଗୌରବ ପ୍ରଶଂସା କରୁଛୁ। ପ୍ରଭୁ ପ୍ରତିଦିନ ପରି ଆଜି ମଧ୍ୟ ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ଦେଲ। ତୁମରି କରୁଣା ଦୃଷ୍ଟି, ତୁମ ଦୟା ଦୃଷ୍ଟି ଆମମାନଙ୍କୁ ରଖିଲ। ପ୍ରଭୁ ଆମମାନଙ୍କର କୌଣସି ଧାର୍ମିକତା କିମ୍ବା ଉତ୍ତମତା ସକାଶେ ଏ ସୁନ୍ଦର ଦିନକୁ ପାଇଅଛୁ ତାହା ନୁହେଁ ପ୍ରଭୁ, କେବଳ ତୁମର ବିବିଧ ଦୟା ସକାଶେ। ପ୍ରଭୁ ଏଇ ଦିନର ପ୍ରଥମ ଅଂଶ ଆମମାନେ ତୁମ ସହିତ ତୁମ ନିକଟରେ ପ୍ରଭୁ କାଟିବା ପାଇଁ ଆସିଅଛୁ। ଆମମାନେ ଯେତେ ଜଣ ଆସିଛୁ, ପୁଣି ଯେତେ ଜଣ ଆଗକୁ ଜଡିତ ହେବେ, ପ୍ରତ୍ୟେକଙ୍କୁ ତୁମ ଦୟା ଅନୁଗ୍ରହର ବାହୁଛା ତଳେ ରଖ। ବିଶେଷ କରି ଆଜିର ଏହି ଅନଲାଇନ ଉପାସନା ପ୍ରଭୁ ତୁମ ଦୃଷ୍ଟିରେ ଗ୍ରାହ୍ୟ ଭଳି ହେବ, ସେ ପ୍ରକାର ପ୍ରଭୁ ଆଜିର ଉପାସନାକୁ ତୁମେ ପ୍ରସ୍ତୁତ କର। ଯେଉଁ ଭଉଣୀ ମାନେ ପ୍ରଭୁ ଆଜି ଗୀତ ଗାନ କରିବାରେ, ବାକ୍ୟ ପ୍ରଦାନ କରିବାରେ, ପ୍ରାର୍ଥନା କରିବାରେ ପ୍ରଭୁ ବିଶେଷ ଅଂଶ ଗ୍ରହଣ କରିଅଛନ୍ତି, ସେମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ମତେ ମଧ୍ୟ ପ୍ରଭୁ ଆଶୀର୍ବାଦ କର। ମୁଁ ଯେ ପ୍ରକାର ଉତ୍ତମ ଭାବରେ ପରିଚାଳନା କରିବି, ଆଉ ସମସ୍ତ ବିଷୟ ତୁମର ଗୌରବ ଜନିତ ହେବାକୁ ପାରିବ, ତୁମେ ଦୟା କର। ଆଜିର ସମସ୍ତ ଗୌରବ ମହିମା ପ୍ରଶଂସା ତୁମେ ପାଅ। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ପୁନର୍ବାର ଆଜିର ମହିଳା ଉପାସନାରେ ଉପସ୍ଥିତ ପ୍ରତ୍ୟେକ ଭଉଣୀ ମାନଙ୍କୁ, ପ୍ରତ୍ୟେକ ଆଜ୍ଞା ମାନଙ୍କୁ, ସାର୍ ମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ଆସନ୍ତୁ ଆମମାନେ ବର୍ତ୍ତମାନ ଆରାଧନା କରିବା ପାଇଁ ଯିବା। ଆମମାନଙ୍କୁ ଜଣେ ଲିଡ୍ କରିବେ, କିନ୍ତୁ ଆମମାନେ ସମସ୍ତେ ତାଙ୍କ ସହିତ ଆରାଧନା କରିବା। ଆମମାନେ ମ୍ୟୁଟରେ ରହିଲେ ମଧ୍ୟ ଆମମାନେ ତାଙ୍କୁ ସହଯୋଗ କରିବା। ପ୍ରଭୁଙ୍କ ଗୌରବ ନିମନ୍ତେ ଆରାଧନାରେ ଆଗକୁ ବଢିବା। ଆମମାନଙ୍କ ଗହଣରେ ଅଛନ୍ତି ଆମମାନଙ୍କର ଅତି ଉଦ୍ଯୋଗୀ ଭଉଣୀ ପ୍ରେମିକା ପାଲ ଭଉଣୀ, ଆଉ ସେ ସୁନ୍ଦର ଗୀତ ଗାଆନ୍ତି, ପ୍ରଭୁଙ୍କ ପାଇଁ ବହୁତ ଉଦ୍ଯୋଗୀ। ଆଜି ଆମମାନେ ତାଙ୍କୁ ଆରାଧନାରେ ପାଇଅଛୁ। ଭଉଣୀ ଆମମାନଙ୍କୁ ଆରାଧନାରେ ପଢେଇ ନେବେ। ପ୍ରେଜ ଦ ଲର୍ଡ ସିଷ୍ଟର, ନମସ୍କାର। ପ୍ରେଜ ଦ ଲର୍ଡ ଦିଦି, ଗୁଡ ମର୍ଣ୍ଣିଂ। ସମସ୍ତଙ୍କୁ ଗୁଡ ନମସ୍କାର, ଗୁଡ ମର୍ଣ୍ଣିଂ। ମର୍ଣ୍ଣିଂ, ଶୁଭ ସକାଳ। ଆଉ ପ୍ରଭୁକୁ ଧନ୍ୟବାଦ ଦେବି ଏତେ ଦିନ ପରେ ଆଉ ସୁଯୋଗ ମିଳିଛି। ସାର୍କୁ ମଧ୍ୟ ଧନ୍ୟବାଦ ଦେବି। ପ୍ରତିଦିନ ମୋ ପାଇଁ ପ୍ରାର୍ଥନା କରୁଥିଲେ, ପ୍ରତିଦିନ ଫୋନ କରୁଥିଲେ, ତଥାପି ମତେ ଘରେ ମାସେ ରେଷ୍ଟ ନେବା ପାଇଁ କହିଛନ୍ତି। ତଥାପି ମୁଁ ଗୋଟେ ଦିନ ଯଦି ଜୁମ ରେ ନ ଜଏନ ହେ ମତେ ଭଲ ଲାଗେନି, ତଥାପି ମୁଁ କହିଲି ଜୁମ ରେ ଜଡିତ ହେବି। ଆଉ ପ୍ରଭୁ ଗୌରବ ପାଆନ୍ତୁ। ଆଉ ମୋର ଦାନ୍ତ ବଥା ମଧ୍ୟ ହେଇଛି, ଗୀତ ଗାଇବାର ମଧ୍ୟ ଭୁଲ ହେବ, ତଥାପି ମୋ ପରିବାର ଅଛନ୍ତି, ମତେ କ୍ଷମା ଦେବେ। ହାଲେଲୁୟା। ଗୀତ ସଂହିତାର 20 ପଦରେ 1, ସଦାପ୍ରଭୁ ସଙ୍କଟ ଦିନରେ ତୁମକୁ ଉତ୍ତର ଦିଅନ୍ତି,
ଯାକୋବର ପରମେଶ୍ୱର ନାମରେ ତୁମକୁ ଉଚ୍ଚରେ ସ୍ଥାପନ କରନ୍ତି। ହାଲେଲୁୟା। ପ୍ରଭୁକୁ ଧନ୍ୟବାଦ ଦେବା। ଅନେକ ଅସୁସ୍ଥ ଥିଲେ ତଥାପି ଅନେକ ଜୁମରେ ମୋ ପାଇଁ ପ୍ରାର୍ଥନା କରିଥିଲେ। ଆମେ ବେଳେ ବେଳେ ମଣିଷ ଉପରେ ଡକ୍ଟର ଉପରେ ନିର୍ଭର କରୁଥାଉ, ତଥାପି ପ୍ରାର୍ଥନା ହଉଛି ମେନ୍। ପ୍ରାର୍ଥନା ବିନା ଆମର କିଛି ନାହିଁ। ହାଲେଲୁୟା। କେମିତି ହେବି ମୁଁ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। ହାଲେଲୁୟା। କେମିତି ହେବି ମୁଁ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି, ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି, କେମିତି ହେବି ମୋ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। କେମିତି ହେବି ମୋ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। ପାପର ସାଗରେ ଜୀବନ ନାହାରି, ପାଏ ନାହିଁ ଥଳ କୂଳ, ଘନ ଅନ୍ଧକାରେ ବିଶାଳ ସାଗରେ ହେବ କିଏ ସାହା ମୋର। ହାଲେଲୁୟା। ପାପର ସାଗରେ ଜୀବନ ନାହାରି, ପାଏ ନାହିଁ ଥଳ କୂଳ, ଘନ ଅନ୍ଧକାରେ ବିଶାଳ ସାଗରେ ହେବ କିଏ ସାହା ମୋର। ମୋ ଯୀଶୁ କହନ୍ତି ପାଇବୁ ଜୀବନ, ମୋ ଯୀଶୁ କହନ୍ତି ପାଇବୁ ଜୀବନ, ବହି ନେବେ ହାତ ଧରି ସେ ନାହୁରି, କେମିତି ହେବି ମୁଁ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। କେମିତି ହେବି ମୁଁ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। ମୋହ ମାୟା ଭରା ଏ ଦୁନିଆ ସାରା, ଦୁଇ ଦୁନିଆର ମେଳ, ମାଟିର ମଣିଷ ମାଟିରେ ମିଶିବ, ଏଇ ଏକା କଣ୍ଢେଇ ଖେଳ। ମୋହ ମାୟା ଭରା ଏ ଦୁନିଆ ସାରା, ଦୁଇ ଦୁନିଆର ମେଳ, ମାଟିର ମଣିଷ ମାଟିରେ ମିଶିବ, ଏଇ ଏକ କଣ୍ଢେଇ ଖେଳ। ସେ ପାରି ଦୁନିଆ ଅଟେ ଅନୁପମ, ସେ ପାରି ଦୁନିଆ ଅଟେ ଅନୁପମ, ଡାକେ ଅନନ୍ତ ଜୀବନ ଧରି, କେମିତି ହେବି ମୁଁ ପାରିରି ନାହୁରି, ଯିବାକୁ ଅଛି ତ ମତେ ସେ ପାରି। ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି, ଯୀଶୁ ଡାକନ୍ତି ମତେ ହାତ ଠାରି ଠାରି। ହାଲେଲୁୟା। ମହାନ ପରମେଶ୍ୱର ସେ ହାତ ଧରି ଟାଣି ନେବା ପରମେଶ୍ୱର, ହାତ ଧରି ଡାକିବା ପରମେଶ୍ୱର ଏକମାତ୍ର ଜଗତର ଅଛି। ହାଲେଲୁୟା। ଦିଦି ମୋର ଗୀତ ଆସୁଛି କି କାଇଁ, ମୋ ଦାନ୍ତ ବଥା ପାଇଁ ମୁଁ ଟିକେ ଜୋରେ ଗାଇ ପାରୁନି ତ। Yes, good. ହାଲେଲୁୟା। ମତେ ଖୋଜି ଖୋଜି ଯୀଶୁ ଆସିଲେ, ସ୍ୱର୍ଗ ସୁଖ ଛାଡ଼ି ଯୀଶୁ ଆସିଲେ, ମତେ ଖୋଜି ଖୋଜି ଯୀଶୁ ଆସିଲେ,
ସ୍ୱର୍ଗ ସୁଖ ଛାଡ଼ି ଯୀଶୁ ଆସିଲେ। ସେ ତ ଦୟାମୟ, ସେ ତ ପ୍ରେମମୟ, ସେ ତ ଦୟାମୟ, ସେ ତ ପ୍ରେମମୟ। ମୋର ପାପ ସବୁ କ୍ଷମା କରିଲେ। ମତେ ଖୋଜି ଖୋଜି ଯୀଶୁ ଆସିଲେ। ସ୍ୱର୍ଗ ସୁଖ ଛାଡ଼ି ଯୀଶୁ ଆସିଲେ। ଯୀଶୁ ବିନା ନାହିଁ ପହରି ତ୍ରାଣ, ଯୀଶୁଙ୍କୁ ପାଇଲେ ଅନନ୍ତ ଜୀବନ। ଯୀଶୁ ବିନା ନାହିଁ ପହରି ତ୍ରାଣ, ଯୀଶୁଙ୍କୁ ପାଇଲେ ଅନନ୍ତ ଜୀବନ। ପାପୀ ପାଇଁ ସେ ଜୀବନ ଦେଲେ, ମୋର ପାଇଁ ସେ ଜୀବନ ଦେଲେ। ହାଲେଲୁୟା। ପାପୀ ପାଇଁ ସେ ଜୀବନ ଦେଲେ, ମୋର ପାଇଁ ସେ ଜୀବନ ଦେଲେ। ସେ ତ ଦୟାମୟ, ସେ ତ ପ୍ରେମମୟ, ସେ ତ ଦୟାମୟ, ସେ ତ ପ୍ରେମମୟ। ମୋର ପାପ ସବୁ କ୍ଷମା କରିଲେ। ମତେ ଖୋଜି ଖୋଜି ଯୀଶୁ ଆସିଲେ। ସ୍ୱର୍ଗ ସୁଖ ଛାଡ଼ି ଯୀଶୁ ଆସିଲେ। ଯୀଶୁ ପଥ ସତ୍ୟ ହେ ଜୀବନ, ଯୀଶୁଙ୍କୁ ପାଇଲେ ଅନନ୍ତ ଜୀବନ। ଯୀଶୁ ପଥ ସତ୍ୟ, ଯୀଶୁ ହିଁ ଜୀବନ, ଯୀଶୁଙ୍କୁ ପାଇଲେ ଅନନ୍ତ ଜୀବନ। ପାପୀ ପାଇଁ ସେ ଜୀବନ ଦେଲେ, ମୋର ପାଇଁ ସେ ଜୀବନ ଦେଲେ। ପାପୀ ପାଇଁ ସେ ଜୀବନ ଦେଲେ, ମୋର ପାଇଁ ସେ ଜୀବନ ଦେଲେ। ସେ ତ ଦୟାମୟ, ସେ ତ ପ୍ରେମମୟ, ସେ ତ ଦୟାମୟ, ସେ ତ ପ୍ରେମମୟ। ମୋର ପାପ ସବୁ କ୍ଷମା କରିଲେ। ମତେ ଖୋଜି ଖୋଜି ଯୀଶୁ ଆସିଲେ। ସ୍ୱର୍ଗ ସୁଖ ଛାଡ଼ି ଯୀଶୁ ଆସିଲେ। ହାଲେଲୁୟା। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋ ବିଶ୍ୱାସ ଭୂମି ଯୀଶୁ ହେ, ତୁମେ ମୋ ବିଶ୍ୱାସ ଭୂମି। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋ ଜୀବନ୍ତ ଜଳ ଯୀଶୁ ହେ, ତୁମେ ମୋ ଜୀବନ୍ତ ଜଳ। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋ ପ୍ରତିପାଳକ ଯୀଶୁ ହେ, ତୁମେ ମୋ ପ୍ରତିପାଳକ। କେତେ ଭଲ ମୋର ପ୍ରଭୁ ଯୀଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋ ଆରୋଗ୍ୟକାରୀ
যিশু হে ତୁମେ ମୋ ଆରୋଗ୍ୟକାରୀ। କେତେ ଭଲ ମୋର ପ୍ରଭୁ ଯିଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋର ମୁକ୍ତିଦାତା ଯିଶୁ ହେ, ତୁମେ ମୋର ମୁକ୍ତିଦାତା। କେତେ ଭଲ ମୋର ପ୍ରଭୁ ଯିଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋର ଶାନ୍ତିଦାତା ଯିଶୁ ହେ, ତୁମେ ମୋର ଶାନ୍ତିଦାତା। କେତେ ଭଲ ମୋର ପ୍ରଭୁ ଯିଶୁ ହେ, କେତେ ଭଲ ମୋର ପ୍ରଭୁ। ତୁମେ ମୋ ସବୁରେ ସବୁ ଯିଶୁ ହେ, ତୁମେ ମୋ ସବୁରେ ସବୁ। ହାଲେଲୁୟା। କେତେ ଭଲ ମୋର ପ୍ରଭୁ ଯିଶୁ ହେ, କେତେ ଭଲ ମୋର ପ୍ରଭୁ। ହାଲେଲୁୟା। ପ୍ରାର୍ଥନା କରିବା, ପ୍ରାର୍ଥନାର ସମସ୍ତ ସୁଯୋଗ। हालेलुया। धन्यवाद दउछि, प्रशंसा करछि। प्रभु हमारा कितना महान, देखे हमसे करता है प्यार। प्रभु हमारा कितना महान, देखे हमसे करता है प्यार। हालेलू हालेलूया, हालेलू हालेलूया, हालेलू हालेलूया, हालेलू हालेलूया। प्रभु ଆମର କେତେ ମହାନ, ଦେଖ ଆମକୁ କରନ୍ତି ପ୍ରେମ। ପ୍ରଭୁ ଆମର କେତେ ମହାନ, ଦେଖ ଆମକୁ କରନ୍ତି ପ୍ରେମ। ହେ ରାଜା, ତମେ ପ୍ରେମ କରିବା ପରମେଶ୍ୱର, ତମେ ମହାନ ପରମେଶ୍ୱର ବାପା। ତୁମ ନାମ ଧନ୍ୟ, ତୁମ ନାମ ଧନ୍ୟ, ତୁମ ନାମ ଯୁଗେ ଯୁଗେ ଧନ୍ୟ ପିତା। ତୁମେ ପବିତ୍ର, ତୁମେ ପବିତ୍ର, ତୁମେ ପବିତ୍ର, ଅତି ଉତ୍ତମ ପବିତ୍ର ବାପା। ତମେ ଧର୍ମମୟ, ତମେ ଯେ ଅଛ ସେ ଅଛ ଯେହୋବା ରାପା ରାଜା। ତମର ପାଦ ତଳେ ପ୍ରଭୁ ଆମେ ବସିଛୁ। ମୋର ଅନେକ ବାଳକ ବାଳିକା, ମୋର ଅନେକ ଭାଇ ଭଉଣୀ ପ୍ରଭୁ ତମର ପାଦ ତଳେ ବସିଛୁ ବାପା। ଆମ ପ୍ରତ୍ୟେକର କା ମନ କଣ ପ୍ରଭୁ ତମେ ଜାଣିବା ପରମେଶ୍ୱର, ଅନ୍ତର୍ଯ୍ୟାମୀ ପରମେଶ୍ୱର ଗ ରାଜା। ଅନେକ କିଛି ପ୍ରାର୍ଥନା ହେଇଛି, ମହାନ ପରମେଶ୍ୱର ତମର ପାଦ ତଳେ ବସିଛୁ ବାପା। ଆମେ ପ୍ରତ୍ୟେକ ପ୍ରାର୍ଥନା ଶୁଣି ଉତ୍ତର ଦେବା ପରମେଶ୍ୱର ଏକମାତ୍ର ଜଗତର ରାଜା। ତମେ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ବାପା ତମେ ଆମର ଆପଦ ବିପଦ ରୋଗ ତମେ ସୁସ୍ଥ କରିବା ପରମେଶ୍ୱର, ଚାଙ୍ଗା କରିବା ପରମେଶ୍ୱର ରାଜା। ପୁନର୍ବାର ପ୍ରତ୍ୟେକ ପରିବାର ପାଇଁ ପ୍ରଭୁ ମୁଁ ଅଳି କରିଛି, ଡାକ ପକଉଛି ରାଜା। ମୋ ପ୍ରତ୍ୟେକ ବାଳକ ବାଳିକା ପୁନର୍ବାର ପ୍ରଭୁ ବାହାରେ ଅଛନ୍ତି ବାପା, ତମର ସେବାରେ ବାପା, ସେମାନଙ୍କର ସହବର୍ତ୍ତୀ ପରମେଶ୍ୱର ଭୋଗ ରାଜା। ଜୁମଗଡିବା ସାରକୁ ଭଉଣୀକି ଦୁଇ ଝିଅକୁ ତମର ପାଦ ତଳେ ସମର୍ପଣ କରୁଛି ବାପା। ସେମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୋ ପିତା, ମହାନ ପରମେଶ୍ୱର। ମୋ ପ୍ରିୟ ଦିଦି କି ତମର ପାଦ ତଳେ ସମର୍ପଣ କରୁଛି ବାପା। ଉତ୍ତମ ଭାର ଦେଇଛ ବନ୍ଧୁ, ସ୍ୱାମୀ ସ୍ତ୍ରୀ କି ପ୍ରତି ସଣ୍ଡେରେ ପ୍ରତି ଗ୍ରାମକୁ ଯାଆନ୍ତି ପିତା। ଉତ୍ତମ ଜ୍ଞାନ ମନ ଦେଇଛ, ତିନିଟା ଦୁଇ ପୁଅକୁ ଝିଅକୁ ବାହାରେ ଛାଡିଛନ୍ତି। ଅନେକ ପରିବାର ଇଞ୍ଜିନିୟରିଂ ଡକ୍ଟର ଅନେକ ପାଠରେ ସେମାନେ ଛାଡିଛନ୍ତି, ତଥାପି ପ୍ରଭୁ ତମର ସେବାରେ ଦୁଇ ପୁତ୍ରକୁ କନ୍ୟାକୁ ବାହାରେ ଦେଇଛନ୍ତି। ବାହାରେ ଅଛନ୍ତି ପ୍ରଭୁ ତମର ସେବାରେ ବାପା। ସେମାନଙ୍କର ସହବର୍ତ୍ତୀ ପରମେଶ୍ୱର ଭୋଗ ରାଜା। ପରିବାରକୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି। ପରିବାର ଭାର ତମର ପାଦ ତଳେ ମୁଁ ସମର୍ପଣ କରୁଛି ରାଜା। ହଁ ପିତା, ମୋର ପ୍ରିୟ ଦିଦି ପ୍ରଭୁ ନନ୍ଦ ଦିଦି ତମର ପାଦ ତଳେ ମୁଁ ସମର୍ପଣ କରୁଛି। ଆଜି ତିନି ଭଉଣୀ ତମର ପାଦ ତଳେ ବସିବା ପାଇଁ ସୁଯୋଗ ଦେଲ ବାପା। ଆମେ ଦୂର ଦୂର ଗ୍ରାମରେ, ଦୂର ଦୂର ଗୃହରେ ଅଛେ, ତଥାପି ଜୁମ୍ ମଧ୍ୟରେ ଏକ ପରିବାର ପରସ୍ପରକୁ ପ୍ରେମ ଦେଇଛ ରାଜା। ଧନ୍ୟବାଦ ଦଉଛି। ଅନେକ ସୁନ୍ଦର ବାକ୍ୟ ଦେବା ପାଇଁ ଉତ୍ତମ ମନ ଦେଇଛ, ଉତ୍ତମ ଜ୍ଞାନ ଦେଇଛ ପ୍ରଭୁ। ପ୍ରତ୍ୟେକ ଜୁମରେ ତମର ସେଇ ବାକ୍ୟ ବୁଣୁଛନ୍ତି ବାପା। ଦିଦିକୁ ସାରକୁ ଦୁଇ ପୁତ୍ରକୁ ତମର ପାଦ ତଳେ ସମର୍ପଣ କରୁଛି ବାପା। ସେମାନଙ୍କର ଆଗ ପଛରେ ତୁମେ ରୁହ ପ୍ରଭୁ। ସେମାନଙ୍କୁ ତମେ ସୁସ୍ଥ ବଳ ଶକ୍ତି ଦିଅ ରାଜା। ହଁ ପିତା, ମୁଁ କିଏ ପ୍ରଭୁ ଦିଦିଆଙ୍କର ପାଇଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ଯୋଗ୍ୟ ନାହିଁ, ମୁଁ ପ୍ରାର୍ଥନା ମଧ୍ୟ ଜାଣିନି।
प्रभु जो वाक्य कहब प्रभु दीदी से वाक्य तुम्हें को प्रभु शेष पर्यंत प्रभु आम माँ मान मला समितर जहाँ जहाँ आवश्यक जहाँ जहाँ शिक्षा देव प्रभु आम प्रत्येक माँ प्रभु से वाक्य शुणी आम हृदय रखी पार हरे जा मो गीत गाइबार भूल थी तुम क्षमा देवा परमेश्वर मनीष देखती सर प्रभु तुम सर देखा परमेश्वर नाय राजा तथापि तुम पाद तले प्रभु आम जिते बसीचु प्रभु प्रत्येक भार पुनर्बार तुम पाद तले दौची राजा मो मागी जानी प्रभु तुम जाची प्रदान कर जदि प्रार्थना रे भूल थिले क्षमा कर ए प्रार्थना जीशुଙ୍କ नाम रे मागुची आमेन धन्यवाद दीदी सुजोग देथिबार बहुत बहुत धन्यवाद सुंदर गीत निमंते आसंतु प्रभुंकर गौरव निमंते दीदींकर उत्साह निमंते गोटे जोरजारा माने करताल देवा धन्यवाद एते प्रभात रे कथा कहिबा बेलको हमको कष्ट लागे आमानकर स्वर खोले नाही तथापि दीदी असुस्थ अवस्था रे दांत बथारे मध्य एते सुंदर भाबरे आमानको आराधना रे कढाई नेले प्रभु तांको आशीर्वाद करंतु आउ से मध्य अनेक विषय रे प्रार्थना करिसंती आजिर परिचालिका आजिर वर्षिपर आजिर वाक्यदात्री समस्त निमंते प्रार्थना करिसंती धन्यवाद तेणु आसंतु आमाने प्रभु आगो को गौरव बढ़िबा पाएंगे धन्यवाद आमाने आगो को बढ़िबा वर्तमान अनाउंसमेंट रो समय अछि आउ जहा जदी अनाउंसमेंट करिवार अछि किछि विज्ञापन अछि ताहेले सम्मुख रे हेमलता सुना दीदी अछंती से आमानकु विज्ञापन रे आगो को पढाई नेबे दीदी नमस्कार प्रेज द लॉर्ड Praise the Lord. रियल मिनिस्ट्री आनुकूल्य आज प्रातकालीन अधिवेशन स्वागत एवं प्रेज द लॉर्ड नमस्कार धन्यवाद सुंदर भाव स्वागत करथिबा हेतु गीता धन्यवाद आउ आज अनाउंसमेंट हला प्रभु अनुग्रह रियल चतुर्थ वर्ष रे पदार्पण करिछि गेट टुगेदर भाବରେ ए ବର୍ଷ ମଧ୍ୟ ଆଉ ଉଟିରେ ସେ गेट टुगेदर କରିବା ନିମନ୍ତେ ପ୍ରସ୍ତୁତ ହୋଇ ଅଛି ଆଉ ସେଥିପାଇଁ ପ୍ରଭୁଙ୍କର ଗୌରବ କରିବା ପ୍ରଶଂସା କରିବା ଆଉ ଏଇ ଦିନ ମାନଙ୍କରେ ଯୋଉମାନେ ସେ ସ୍ଥାନକୁ ଯାଉଥିବେ ଆସୁଥିବେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଆଉ ବିଶେଷ କରି ଆଉ ସେ गेट टुगेदर ନିମନ୍ତେ ଯାହା କିଛି ଆର୍ଥିକ ଆବଶ୍ୟକତା ଅଛି ତାହାକୁ ମଧ୍ୟ ଆମମାନେ ଆଉ ପାରୁ ପର୍ଯ୍ୟନ୍ତ ଆଉ ଚେଷ୍ଟା କରିବା ସେଟା ସାହାଯ୍ୟ କରିବା ନିମନ୍ତେ ଆଉ ବିଶେଷ କରି ପ୍ରାର୍ଥନା କରୁଥିବା ଯୋଉମାନେ ଯାଉଥିବେ ଆସୁଥିବେ ସେଇ ଦିନ ଗୁଡିକରେ ଆଉ ସେଇ ଦିନ ମାନଙ୍କରେ ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରୁଥିବା ସେ ସ୍ଥାନରେ ଯେପରି ସୁନ୍ଦର ଭାବରେ गेट टुगेदर ହେଇପାରିବ ବିଭିନ୍ନ ସ୍ଥାନକୁ ବୁଲିବା ଯାଉଥିବା ସେଇ ସମୟରେ ମଧ୍ୟ ପ୍ରଭୁ ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ ଏ ସମସ୍ତ ବିଷୟ ନେଇକି ଆମେ ପ୍ରାର୍ଥନା କରୁଥିବା ଆଉ ବିଶେଷ କରି ଆଉ ଭାରଗ୍ରସ୍ତ ଭାବରେ ରିଏଲ ମିନିଷ୍ଟ୍ରିର ପୋଷ୍ଟ ଭାଇଙ୍କ ପାଇଁ ଆମେ ପ୍ରାର୍ଥନା କରିବା ଏବଂ ଆମମାନଙ୍କର ସମସ୍ତ ଦାୟିତ୍ୱ ନଉଛନ୍ତି ରବର୍ଟ ଭାଇ ତାଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରୁଥିବା ଆଉ ସମସ୍ତ ବିଷୟ ନେଇକି ଆମେ ପ୍ରାର୍ଥନା କରୁଥିବା ବିଶେଷ କରି ଏତେ ଏତେ ଦୂରକୁ ଆମେ ଯେତେବେଳେ ଯାତ୍ରା କରୁଥିବା ଆମର ଯାତ୍ରା ପଥ ପାଇଁ ମଧ୍ୟ ପ୍ରଭୁଙ୍କ ଚରଣ ତଳେ ପ୍ରାର୍ଥନା କରୁଥିବା ଏ ସମସ୍ତ ବିଷୟ ପାଇଁ ପ୍ରାର୍ଥନା କରିବା ନିମନ୍ତେ ମୋ ଅନୁରୋଧ ଜଣାଇଲେ ପରିଚାଳିକାକୁ धन्यवाद सिस्टर विज्ञापन निमंते आमे अनेक दिनरु अनेक मासरु एही विज्ञापन सुनी आसीछु आ समस्ते मध्य जानिछु आ रियल मिनिस्ट्री रो चतुर्थ वर्ष वार्षिकी रे ओटी जहाँकि आमानकर राज्य बाहर एक गेट टुगेदर रही आमे समस्ते जानिछु सेति प्रस्तुति मध्य चलीछि निहाते आमाने वाक्य शेष रे प्रार्थना रे स्मरण करिबा ए समस्त विषय निमंते तेबे आसंतु आमाने वाक्य निमंते एक छोट प्रार्थना करिबा तापरे आमाने वाक्य सुनिबा पई जिबा आमानक मध्यरे एन पाणी मा अछंती मते सुनि पारुछंती वाक्य पई पदे प्रार्थना करिबे तापरे आमाने आगो को बढ़िबा एन पाणी मा वीडियो ऑन करथिले अच्छा ठीक अछि आमानक मध्यरे अंबिका दीदी अछंती दीदी नमस्कार वाक्य पई पदे प्रार्थना करिबे तापरे आमाने वाक्य सुनिबा पई जिबा प्रेज द लॉर्ड भौणी प्रेज द लॉर्ड आसंतु आमे प्रार्थना करिबा
धन्यवाद 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 गौरव प्रशंसा पूजा आराधना पाइबा एकमात्र योग्य तुम परमेश्वर राजा तुम्हें आमान को दया कल अनुग्रह कल आ एक दिवस जोड़ी देल जीवित मान मध्य गणना कल नाम स्थान देच धन्यवाद दूची राजा प्रेमिका परमेश्वर प्रभु आमान को प्रभु विभिन्न स्थान थिले मध्य प्रभु तुम नाम एकत्रित कर तुम रब शुणा आमान जो इच्छा जो मन देच से धन्यवाद दूची राजा आमे जेते जन प्रभु तुम चरण उपस्थित रहीचु प्रत्येक तुम सुस्थिर मन दियो राजा हे महर परमेश्वर प्रभु प्रत्येक तुम्हें दया कर मंगलमय परमेश्वर प्रभु एतले प्रार्थना करुछि राजा वाक्य घेने आस्थिबा तुम दास सिंह तुम्हें प्रभु अभिषेक कर पवित्र कर राजा तांको प्रभु तो शक्तिर सहित तुम्हें व्यवहार कर मंगलमय परमेश्वर प्रभु आमे जेते जन प्रभु तुम चरण रहीचु बसी अच्छु प्रत्येक तुम्हें अनुग्रह कर मंगलमय परमेश्वर तमान को आत्मिक कर्ण खोली दियो आत्मिक चक्षु खोली दियो नूतन हृदय दियो जेपरि तुमर वाक्य आम हृदय मध्य संचय करबु और राजा प्रत्येक तुम्हें अनुग्रह लीडिंग कर भौणी को मध्य तुम्हें आशीर्वाद कर आज आराधना आज वाक्य प्रभु आम प्रत्येक तुम्हें आशीर्वाद कर धन्यवाद दूची राजा बाकी समय जहाँ जहाँ प्रभु आम प्रार्थना कर तुम्हें से समस्त विषय तुम्हें जानिच शुणिच बोली धन्यवाद दूची राजा मंगलमय परमेश्वर मु जहाँ प्रभु तुम दासी प्रकाश कर मु शुणी ताहले प्रभु तुम्हें से समस्त विश्व प्रभु और आज स्मरण आणुची प्रभु आम प्रार्थना मध्य करुची राजा हे मोर परमेश्वर प्रभु ओ राजा जो जो रेल मिनिस्टर प्रभु ओ प्रार्थना रही प्रभु से समस्त विषय तुम्हें जानिच प्रभु तुम्हें मागिबा भाविबा ठार अत्यधिक देवा पर समस्त विषय जानिबा परमेश्वर प्रभु से समस्त तुम्हें फुलफिल कर बोली प्रार्थना कर राजा ए समस्त प्रार्थना विनती तुम हस्तर दे प्रेमय प्रभु जीशु नाम प्रार्थना करुछि आमेन धन्यवाद भौणी सुजोग देथिबार धन्यवाद सिस्टर सुंदर प्रार्थना निमंते वर्तमान एक विशेष समय आमे पदार्पण करियछु प्रभु आज आमान को निमंते जहा माना रखिछंती आमान को निमंते जहा खाद्य रखिछंती ताकू आमाने संग्रह करिबा जे प्रकार इस्राएल लोक माने दिनकर माना संग्रह करुथिले ताहा सेमान को निमंते नियंट हो नथिला कि बळी पडु नथिला आजिरो खाद्य आमान को निमंते आत्मिक आहार आमाने संचय करिबा आमान को मध्य से आत्मिक आहार बांटिबा पई आमान को सुपरिचित दीदी अछंती बहुत वर्ष आगरू माने मोर यंग लाइफ रो मु सुनी के आसी जदि कोठी गोटे लेडीज मीटिंग हैला बक्त्री को खोजा पड़िला नंद दीदी ना आसे आउ से ना आज पर्यंत मु शुणी आसुची गोटे ब्रांड ना ही जाइछि हमर क्रिश्चियन सोसाइटी रे नंद दीदी आउ मु बहुत खुशी आ प्रभु को मध्य धन्यवाद दिए गौरव दिए बहुत क्वचित माँ मान को भितरे जड़े वक्त्री बा भल सुवाक्य प्रचारिका भौणी माने मिलबा कहीं अनेकों को सुजोग मिले ना से माँ भौणी माने आगु को आसी पारंती नहीं किंतु दीदी को विषय मु जहा सुनिछि आ मु जहा देखिछि बहुत वर्ष आगरु प्रभु तांकु फ्रंट लाइन रे आनी तांकर वाक्य निमंते व्यवहार करूछंती आज आमाने से महासुजोग पाइछु दीदी ठार वाक्य शुणा निमंते एणु मु खुशी रे बहुत आनंदर सहित मोर हृदय कृतज्ञतार सहित मु दीदी को आह्वान करने चाहे आज माना आज खाद्य आज वाक्य से आमान निकटरे परिवेषण करिवे दीदी नमस्कार प्रेज द लॉर्ड Praise the Lord. Thank you for your greetings. प्रभु का नाम गौरव हो सुंदर प्रातः काल मध्य प्रभु आमान को रखिछंती जीवित मान को मध्य आ प्रभु को गौरव दउछि रियल मिनिस्ट्री मध्य आसी प्रभु को वाक्य शेयर करबा पाई प्रभु आज मते सुजोग देले प्रभु को नाम को धन्यवाद देबा संगे संगे हमर टीचर कर आज्ञा को मते मु धन्यवाद जणाउछि आ गीता भौणी आमान मते बहुत सुंदर भाव रे आह्वान करिसंती आ प्रभु कर अनुग्रह दान तांकर कार्य पाई प्रभु अति सान बड़ू निश्चित भाव रे मते मनोनीत करिसंती आ से अनुसार व्यवहार करी आसुचंती केवल तांकर गौरव आ प्रेमिका पाल दीदी मध्य सुंदर भाव रे आमान को वर्शिप मध्य रे रखिसंती आमाने धन्यवाद दउछु तांका पाई
यद्यपि शारीरिक ଯନ୍ତ୍ରଣା ତାଙ୍କର ରହିଛି, ଦାନ୍ତର କଷ୍ଟ, ତଥାପି ପ୍ରଭୁ ତାଙ୍କର ଗୌରବ ନେଇଛନ୍ତି। ଆମମାନେ ତାଙ୍କ ପାଇଁ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। ଅଳ୍ପ ସମୟ ମାନେ ବାକ୍ୟରୁ କିଛି ଅଂଶ ଶିକ୍ଷା କରିବା। ଆଉ ମୁଁ ଯେ କିଛି କହିବି ଆପଣ ମାନେ ଶୁଣିବେ ତା ନୁହେଁ, ଏହା ଆମମାନଙ୍କ ସମସ୍ତଙ୍କ ପାଇଁ ଶିକ୍ଷାର ବିଷୟ ଅଟେ। ଅନେକ ସମୟରେ ଆମମାନେ ଦେଖୁ ବିଭିନ୍ନ ମଣ୍ଡଳୀ ହଉ କିମ୍ବା ଅର୍ଗାନାଇଜେସନ ହଉ, ଆଉ ସବୁ ସ୍ଥାନରେ ପଦ ପଦବୀ ପାଇବା ପାଇଁ ଗୋଟେ ଆକାଂକ୍ଷା ଥାଏ। ଆଉ ବର୍ତ୍ତମାନ ସମୟରେ ମୁଁ ଅନେକ ସ୍ଥାନରେ ଦେଖିଛି ଆଉ ଖୁବ କମ୍ପିଟିସନ ପଦ, ଯେତେବେଳକୁ କୌଣସି ଇଲେକ୍ସନ ଆସେ ଆମ ଚର୍ଚ୍ଚର ହଉ କିମ୍ବା ବିଭିନ୍ନ ସଂସ୍ଥାର ହଉ, ଏ ପ୍ରକାର ମହିଳା ସମିତିର ମଧ୍ୟ ହଉ, ଆଉ ଖୁବ କମ୍ପିଟିସନ, କିଏ ପ୍ରେସିଡେଣ୍ଟ ହବ, କିଏ ସେକ୍ରେଟାରୀ ହବ, ଆଉ ଲବି ସବୁ ହୁଏ। ସମସ୍ତେ ନିଜ ନିଜର ଆ ସପକ୍ଷର ଲୋକମାନଙ୍କୁ ଖୋଜି ବୁଲନ୍ତି। ଆଉ କିଏ କେତେ ମାକ୍ସିମମ୍ ଲୋକଙ୍କୁ ଏକାଠି କରିପାରିବ। କେତେବେଳେ କେତେବେଳେ ପଲିଟିକ୍ସ ବି ହେଇଯାଏ, ଅନ୍ୟକୁ ଦମନ କରିକି ନିଜକୁ ଉଠେଇବା ପାଇଁ, ଯୋଉ ସବୁ ବିଷୟ ହେବା ଉଚିତ ନୁହେଁ। ବାଇବେଲ ଆମକୁ କଣ ଶିକ୍ଷା ଦିଏ, ଆମେ କେମିତି ଉନ୍ନତ ହେବା? ସମସ୍ତେ ଚାହାନ୍ତି ଆମମାନେ ଉନ୍ନତ ସ୍ତରକୁ ଯିବା, ଆଉ ତାହା ଉତ୍ତମ ମଧ୍ୟ। ଆତ୍ମିକ ଜୀବନରେ ମଧ୍ୟ ଉଠିବାର ଅଛି ଉପରକୁ। ଯଦି ଗୋଟେ ସାନ ପିଲାର ଗ୍ରୋଥ ଯଦି ନହବ, ତେବେ ବାପା ମା ଏକଦମ ଚିନ୍ତିତ ହେଇଯିବେ। ଆମେ କଣ କରିବା? ଡାକ୍ତର ମାନଙ୍କ ପରାମର୍ଶ ନେବେ, ଆମର ପିଲାର ଗ୍ରୋଥ ହଉନି। ଆଉ ଈଶ୍ୱର ମଧ୍ୟ ଚାହାନ୍ତି ତାଙ୍କର ସନ୍ତାନ ମାନଙ୍କ ଗ୍ରୋଥ ହଉ। ଗ୍ରୋ କରିବା ଏଇଟା ଗୋଟେ ଖରାପ ବିଷୟ ନୁହଁ, କିନ୍ତୁ ଉନ୍ନତି ଜଗତରେ ପ୍ରତିଷ୍ଠିତ ହବାକୁ, ସମ୍ମାନ ପ୍ରାପ୍ତ ହବା ବିଷୟ, ଏଇ ଯୋଉ ଉନ୍ନତି କି ପ୍ରକାର ଘଟିବ ତାହା ବାଇବେଲ ଆମମାନଙ୍କୁ ଶିଖଉଛି। ଆମମାନେ ପଢିବା ଗୋଟେ ପଦ, ମାଥ୍ୟୁ ତାର 23 ପର୍ବ ତାର 12 ପଦ। ମାଥ୍ୟୁ 23 ପର୍ବ 12 ପଦ। ଆଉ ମୁଁ ପଢି ଦଉଛି, ଆପଣାକୁ ଆପଣ ଉନ୍ନତ ଥାଏ। ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ। ପୁଣି ଯେ କେହି ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ। ପ୍ରଭୁ ଯୀଶୁଙ୍କର ବାକ୍ୟ। ପ୍ରଭୁ ଯୀଶୁ ନିଜେ ଏଇ ବିଷୟ କହୁଛନ୍ତି, ଆଉ ସେ ଶିଖେଇବା ପାଇଁ ଚାହୁଁଛନ୍ତି ଲୋକମାନଙ୍କୁ, ତମେ ଜଗତରେ କେମିତି ଉନ୍ନତ ହବ ବୋଲି। ଯିଏ ଆପଣାକୁ ନତ କରିବ, ତାକୁ ହିଁ ଉନ୍ନତ କରାଯିବ। ଆଉ ଏଇ କାର୍ଯ୍ୟ ମନୁଷ୍ୟର ନୁହେଁ। ହଁ, ମନୁଷ୍ୟ ଆଶା କରିପାରେ ମୁଁ ପ୍ରତିଷ୍ଠିତ ହେବି, ମୁଁ ଉନ୍ନତ ହେବି ଜଗତରେ, କିନ୍ତୁ ଏ କାର୍ଯ୍ୟ ଈଶ୍ୱରଙ୍କର ଅଟେ। ଏଠି ଆମେ ଦେଖୁଛୁ କରାଯିବ ବୋଲି କୁହାଯାଉଛି, ଆଉ ଜଣେ କରିବେ, ଆଉ ସେ ହଉଛନ୍ତି ଈଶ୍ୱର। ଆଉ କାହାକୁ କରିବେ? ଯୋଉ ବ୍ୟକ୍ତି ନିଜକୁ ନମ୍ର କରିବ, ଯିଏ ଆପଣାକୁ ନତ କରିବ, ତାହାକୁ ହିଁ ଉନ୍ନତ କରାଯିବ। ମୂଷାଙ୍କ ଜୀବନରେ ଆମେ ଜାଣିଛୁ, ପୃଥିବୀର ସବୁଠାରୁ ନମ୍ର ବ୍ୟକ୍ତି ବୋଲି ମୂଷାଙ୍କୁ କୁହାଯାଏ। ମୂଷା ଠିକ ସେ କଥା ବି କହିପାରୁନଥିଲେ, ତାଙ୍କର ପାଟି ଖନି ମାରୁଥିଲା। ତାର ପଛରେ ଗୋଟେ ଇନସିଡେଣ୍ଟ ଅଛି। ତେବେ ଏଇ ପ୍ରକାର ଏକ ବ୍ୟକ୍ତି, ଯିଏ ଯୋଗ୍ୟ ନଥିଲେ ଗୋଟେ ନେତା ହବା ପାଇଁ, ଆମେ ଜାଣିଛୁ ନେତା ହବା ପାଇଁ କଣ ଆବଶ୍ୟକ? ସ୍ପିଚ, ଉତ୍ତମ ବକ୍ତୃତା ଦେବାର ଆବଶ୍ୟକ। ଆଉ ସ୍ୱର, ଠିକ ସେ ସ୍ପଷ୍ଟ ସ୍ୱର ବାହାରିବାର ଆବଶ୍ୟକ, ଯାହାକି ମୂଷାଙ୍କ ନିକଟରେ ନଥିଲା। ସେ ନିଜେ ସେଟା ସ୍ୱୀକାର କରୁଛନ୍ତି, ପ୍ରଭୁଙ୍କୁ କହୁଛନ୍ତି ଯଦି ହେଇପାରେ ଆଉ କାହା ଦ୍ଵାରା ତୁମେ ସେ କାର୍ଯ୍ୟ କର। ମୁଁ ତ ବାକ୍ ଛୁଆ, ମାନେ ମୋର ଜିହ୍ବା ଷ୍ଟାମରିଂ କରୁଛି, ଖନି ମାରୁଛି। ସେ ନିଜେ ଜାଣନ୍ତି ତାଙ୍କର ଦୁର୍ବଳତା, କିନ୍ତୁ ପ୍ରଭୁ ଜାଣନ୍ତି ତାଙ୍କ ଭିତରେ ଲୁକାୟିତ ଶକ୍ତିକୁ। ପ୍ରଭୁ ଜାଣନ୍ତି ଯେ ଏଇ ବ୍ୟକ୍ତି ଉତ୍ତମ ନେତୃତ୍ୱ ନେଇପାରିବ। ଆଉ ଯେତେବେଳେ ମୂଷା ନିଜକୁ ନମ୍ର କଲେ,
ପ୍ରଭୁ ତାଙ୍କୁ ଉନ୍ନତ କଲେ। 6 ଲକ୍ଷ ପୁରୁଷ ଆମେ ଚିନ୍ତା ବି କରିପାରିବାନି। 60 ଜଣଙ୍କୁ ଯଦି ଆମ କାହାକୁ ଘରେ ଯଦି ଡାକିଥିବା ଆମର କେତେ ଟେନସନ ହବ, କେମିତି ଖୁଏଇବା, କେମିତି କଣ କରିବା। 6 ଲକ୍ଷ ପୁରୁଷ, ସ୍ତ୍ରୀ ପିଲା ତ ଛାଡି ଦେଇଛ, ଗିନତିରେ ଆସିନାହାନ୍ତି। 40 ବର୍ଷ ଆମେ ଇମାଜିନ ବି କରିପାରିବାନି। 4 ଦିନ ଯଦି କିଏ ଜଣେ ଆମ ଘରେ ଆସିକି ରହିଯିବ, ସକାଳେ ରାତି ଯଦି ଆମେ ରାନ୍ଧିକି ଦବା, କେତେ କଷ୍ଟକର ବିଷୟ ହେଇଯିବ। ଚିନ୍ତିତ ହେଇ ପଡିବା ବର୍ତ୍ତମାନ ସମୟରେ। କିନ୍ତୁ ପରମେଶ୍ୱର ମୂଷାଙ୍କୁ ବାଛିଲେ। କାହିଁକି ବାଛିଲେ? ପରମେଶ୍ୱର ତାଙ୍କ ବିଷୟରେ ସାକ୍ଷ୍ୟ ଦଉଛନ୍ତି, ମୂଷାଙ୍କ ପରି ନମ୍ର ବ୍ୟକ୍ତି କେହି ପୃଥିବୀରେ ନାହିଁ। ଏଇ ନମ୍ରତା ତାଙ୍କୁ କଣ କଲା ନା ଉନ୍ନତ କଲା। ଆଉ ପ୍ରଭୁ ଯୀଶୁ ସେଇ ସ୍ଥାନରେ 10 ପଦ ଯଦି ଦେଖିବା, ସେଇ ମାଥ୍ୟୁ 23 ପର୍ବର 10 ପଦରେ, ଆଉ ତୁମେ ମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। ପ୍ରଭୁ ଯୀଶୁ ସ୍ପଷ୍ଟ ଭାବରେ କହୁଛନ୍ତି, ତୁମେ ମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। ନେତା ହୁଅନି ବୋଲି କୁହାଯାଉନି। ଆମେ ବୁଝିବା ସେ କଥାକୁ। ପ୍ରଭୁ ଏଠି କହୁନାହାନ୍ତି ତୁମେ ନେତା ହୁଅ ନାହିଁ ବୋଲି, ଏକଥା କହୁନାହାନ୍ତି। ତୁମେ ନେତା ବୋଲି, ତୁମେ ନେତା ହୁଅ, କିନ୍ତୁ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ। ଆମମାନଙ୍କର ନେତା, ଯାହାକୁ ଆମେ ଫଲୋ କରୁ, ନେତାର କଥା ସମସ୍ତେ ଶୁଣନ୍ତି। ନେତା ଅନୁସାରେ ସେମାନେ କାର୍ଯ୍ୟ କରିଥାନ୍ତି। ଯାହା ଇନଷ୍ଟ୍ରକ୍ସନ ନେତା ଦିଅନ୍ତି, ସେଇ ଅନୁସାରେ କାର୍ଯ୍ୟ କରାଯାଏ। କିନ୍ତୁ ପ୍ରଭୁ ଏଠି କହୁଛନ୍ତି, ତୁମେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। ନେତା ହେବା ଖରାପ ବିଷୟ ନୁହଁ। ନେତା ହବା ଖରାପ ବିଷୟ, ତାହା ଉତ୍ତମ ବିଷୟ। ଆଉ ନେତୃତ୍ୱ ବା ମ୍ୟାନେଜମେଣ୍ଟ କରିବାର କ୍ୟାପାସିଟି ଉର୍ଦ୍ଧ୍ୱରୁ ଆସେ। ଏଇ ଗୁଣ, ଏହା ମନୁଷ୍ୟର ସ୍ୱତ୍ୱ ପ୍ରବୃତ୍ତ ଗୁଣ ନୁହେଁ। ଆମେ ଜାଣିଛୁ ଯୋସେଫଙ୍କ ବିଷୟ। ଯୋସେଫ ଯୁଆଡେ ଗଲେ ମ୍ୟାନେଜର ହେଇଗଲେ। 17 ବର୍ଷରୁ ଘର ଛାଡିଲେ, ଆଉ ଯେତେବେଳେ ଫଟିପର ଘରକୁ ଆସୁଛନ୍ତି ବିକ୍ରି ହେଇକି, ସେଠି ମ୍ୟାନେଜର ହେଇଗଲେ। ଯେତେବେଳକୁ ଜେଲ ଖାନାକୁ ଗଲେ, ସେଠି ମ୍ୟାନେଜର ହେଇଗଲେ। କାହିଁକି ନା ପ୍ରଭୁ ତାଙ୍କ ଭିତରେ ସେ କ୍ୱାଲିଟି ଦେଇଥିଲେ। ଆଉ ଯୋଉ କ୍ୱାଲିଟିକୁ ଆଉ ସେଇ 44 ମଧ୍ୟ ଦେଖିବାକୁ ପାରୁଛନ୍ତି, ଆଉ ସେ କାରାରକ୍ଷକ ମଧ୍ୟ ଦେଖି ପାରୁଛନ୍ତି, ଆଉ ଲାଷ୍ଟରେ ଫାରୋ ରାଜା ମଧ୍ୟ ଦେଖି ପାରୁଛନ୍ତି। ଆଉ ସେଥିପାଇଁ ସେ ତାଙ୍କୁ ଉନ୍ନତ ସ୍ତରରେ ପ୍ରତିଷ୍ଠିତ କରୁଛନ୍ତି। ମ୍ୟାନେଜମେଣ୍ଟ କରିବାର ଗୁଣ ପରମେଶ୍ୱର ଦେଇଥାନ୍ତି। ସମସ୍ତଙ୍କ ପାଖରେ ସେଇ ଗୁଣ ନଥାଏ। ସବୁ ନେତାଙ୍କ ପାଖରେ ସେଇ ଗୁଣ ନଥାଏ। ନେତା ହୁଏତ ହେଇପାରିବେ, କିନ୍ତୁ ଅର୍ଗାନାଇଜ କରିବା ପାଇଁ, ୱେଲ ଅର୍ଗାନାଇଜ କରିବାର କ୍ୟାପାସିଟି, ତାଙ୍କର କଥାର ଯୋଉ ଦମ, ସେ କଥା କହିଲେ ଆଉ ଜଣେ କାର୍ଯ୍ୟ କରିବ, ସମସ୍ତଙ୍କୁ ଏକାଠି କରିକି ଆଉ କାର୍ଯ୍ୟ କରେଇବାର ଯୋଉ ଗୁଣ ଗୁଡିକ ରହିଛି, ସେଇ ସବୁ ସମସ୍ତଙ୍କ ପାଖେ ନଥାଏ। ହଁ ପ୍ରିୟ ମାନେ, ନେତୃତ୍ୱ ନେବା କିଛି ଖରାପ ବିଷୟ ନୁହେଁ। ନେତୃତ୍ୱ ନେବା ଆବଶ୍ୟକ ମଧ୍ୟ। କିନ୍ତୁ ଏଠି କଣ ମନା କରାଯାଉଛି? ତୁମେ ନିଜକୁ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। ଅନେକ ସମୟରେ ଆମେ କନଫ୍ଲିକ୍ଟ ଦେଖୁ। ମୁଁ ତ ଦେଖେ ଆମର ଚର୍ଚ୍ଚ ମାନଙ୍କରେ, କିଛି ଗୋଟେ ଛୋଟ କଥା, ଗୋଟେ ଛୋଟ ଡିସିସନ ନେବାର ଅଛି, ଆଉ ଯେତେବେଳକୁ ନେତୃସ୍ଥାନୀୟ ମାନେ ପ୍ରେସିଡେଣ୍ଟ ହୁଅନ୍ତୁ କି ସେକ୍ରେଟାରୀ ହୁଅନ୍ତୁ କି ପ୍ରାଚୀନ ହୁଅନ୍ତୁ କି ଡିକନ ହୁଅନ୍ତୁ, ସେମାନେ ଗୋଟେ ପ୍ରସ୍ତାବ ଆଣିଲେ, ଆଉ ଅନ୍ୟମାନେ ତାକୁ କାଟିଦେଲେ ବା ଦବେଇ ଦେଲେ, ସେଠି କଥା ଉଠେ, ହଁ ମୁଁ ସେକ୍ରେଟାରୀ, ମୋର କଥା ରହିବନି। ନିଜର ପଦବୀକୁ ନେଇକି ଗର୍ବ ପ୍ରକାଶ ପାଏ। ମୁଁ ପ୍ରେସିଡେଣ୍ଟ, ମୁଁ ନେତା, ମୋ କଥା ରହିବ। ଆଉ ସେଇଠି କଣ ହୁଏ ନା, ବାଦ ବିବାଦ ଆସିଯାଏ। କାରଣ ନିଜର ନେତା
ର ସେଇ ଯୋଉ ସମ୍ବୋଧିତ ହବା ପାଇଁ ମନୁଷ୍ୟ ଚାହିଁଥାଏ। ଆଉ ଅନେକ ସମୟରେ କଣ ହୁଏ, ମିଟିଂ ସବୁରେ ଆମେ ପ୍ରଭୁଙ୍କ ନାଁରେ ଏକାଠି ହଉ, କିନ୍ତୁ ମନୁଷ୍ୟକୁ ସମ୍ମାନ ଦେବାଟା ଏତେ ଲମ୍ବା ହେଇଯାଏ ଯେ ବାକ୍ୟ ଲାଷ୍ଟକୁ କମ ହେଇଯାଏ। ମନୁଷ୍ୟକୁ ଜଣଙ୍କ ପରେ ନାଁ ଡକା ହଉଥିବ, ତାଙ୍କୁ ଫୁଲହାର ପିନ୍ଧା ହଉଥିବ, ତାଙ୍କୁ ସେ ଚାଦର ଦିଆ ହଉଥିବ, ତାଙ୍କୁ ଗିଫ୍ଟ ଦିଆ ହଉଥିବ। ଈଶ୍ୱରଙ୍କ ନାମ ନେଇକି ଆମେ ଏକାଠି ହେଇଛୁ, ତାଙ୍କର ଉପାସନା କରିବାକୁ ଏକାଠି ହେଇଛୁ, କିନ୍ତୁ ମନୁଷ୍ୟକୁ ସମ୍ମାନ ଯାଏ, ଯାହା ଉଚିତ ନୁହେଁ। ପ୍ରିୟମାନେ, ଯାହା ଉଚିତ ନୁହେଁ। ଯୋଉ ଗୌରବ ରକ୍ଷଣ ପରମେଶ୍ୱର ଅଟନ୍ତି, ସେ ନିଜର ଗୌରବ ସେ ନିଜେ ରକ୍ଷା କରନ୍ତି। ଆମମାନଙ୍କୁ ସେ ଜଗତରେ ରଖିଛନ୍ତି ଯେପରି ଆମେ ତାଙ୍କର ଗୌରବର କାରଣ ହଉ। ଈଶ୍ୱରଙ୍କ ଗୃହ ଗୁଡିକ ପରମେଶ୍ୱରଙ୍କର ଗୌରବର ହବା ସ୍ଥାନ ଅଟେ। ସେଠୁ ମନୁଷ୍ୟକୁ ଅଧିକ ସମ୍ମାନ ଦେବାର କିଛି ଆବଶ୍ୟକତା ନାହିଁ। ପ୍ରଭୁ ଏଠି ସ୍ପଷ୍ଟ ଭାବରେ କହୁଛନ୍ତି, ତୁମେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ। ଏହା ଏକ ସେବକୀୟ କାର୍ଯ୍ୟ ଅଟେ। ହଁ, ପ୍ରଭୁଙ୍କ ପାଇଁ এই କାର୍ଯ୍ୟ ଆମେ କରିବୁ ନିଶ୍ଚିତ ଭାବରେ। ଯଦି ଆମକୁ ପ୍ରଭୁ ବାଛିଛନ୍ତି, କୌଣସି ବିଷୟରେ ଦାୟିତ୍ୱ ଦେଇଛନ୍ତି, ଆମେ ଅନ୍ୟମାନଙ୍କୁ ପ୍ରଭୁଙ୍କ ପଛରେ ଆଣିବା ପାଇଁ ପାଳକୀୟ କାର୍ଯ୍ୟ କିମ୍ବା ଅନ୍ୟ ନେତୃତ୍ୱ କାର୍ଯ୍ୟ, କିଏ ପ୍ରେସିଡେଣ୍ଟ, କିଏ ସେକ୍ରେଟାରୀ ଆମେ ହେଇପାରୁ, କିନ୍ତୁ ସେଇଟା ଗର୍ବ କରିବାର ବିଷୟ ନୁହେଁ। ଇଟ୍ସ ଏ ରେସ୍ପନ୍ସିବିଲିଟି ପ୍ରଭୁଙ୍କର ସେବା କରିବା ପାଇଁ ଅତି ନମ୍ରତାର ଆବଶ୍ୟକ। ଅନ୍ୟମାନଙ୍କ କଥା ମଧ୍ୟ ଶୁଣିବାର ଅଛି। ଜଣେ ଯଦି ଉତ୍ତମ ସଜେସନ ଦଉଛି, ତାକୁ ଆନାଲିସିସ୍ କରିବାର ଅଛି, କାରଣ ମିଳିତ ଭାବରେ ପ୍ରଭୁଙ୍କର ନିଷ୍ଠା, ତାଙ୍କ ଶରୀର ନିଷ୍ଠା ପାଇଁ କାର୍ଯ୍ୟ କରାଯିବ। ଏଠି ନେତାର କୌଣସି ଗର୍ବ କରିବାର ବିଷୟ ନାହିଁ। ସେଥିପାଇଁ ପ୍ରଭୁ ମନା କରୁଛନ୍ତି। ଆମେ ସ୍ଥାନରେ ଦେଖୁଛୁ ଯେ ଯଦ୍ୟପି ଆମେ ନେତୃତ୍ୱ ନଉଛୁ, ତଥାପି ନିଜକୁ ନେତା ବାର ଯୋଉ ସମ୍ବୋଧନ କରିବା ପାଇଁ ଆମେ ଅପେକ୍ଷା ନ କରୁ। ହଁ, ମୁଁ ସେ ପ୍ରେସିଡେଣ୍ଟ ଅଛି, ସବୁ ମିଟିଂ ରେ ମତେ ପୁଲପିଟ ରେ ବସିବାକୁ ଦେବାର ଅଛି, ସୁଯୋଗ ଦେବାର ଅଛି। ମୁଁ ସେକ୍ରେଟାରୀ ଅଛି, ନିଶ୍ଚିତ ଭାବରେ ଗୋଟିଏ ଆଇଟମ ମୋ ପାଇଁ ଏଜେଣ୍ଡାରେ ରହିବାର ଅଛି। ନାଇଁ ପ୍ରିୟମାନେ, এই ପ୍ରକାର ମନୋଭାବ ନେଇକି ଆମେ ପ୍ରଭୁଙ୍କର କାର୍ଯ୍ୟ କରିପାରିବୁ ନାହିଁ। ମତେ କିଏ ସମ୍ମାନ ଦଉ କିମ୍ବା ନ ଦଉ, ମୁଁ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରିବି। ଆଉ ଯେତେବେଳେ ଆମେ ନମ୍ର ହେଇକି ଏଇ ଜଗତରେ କାର୍ଯ୍ୟ କରିବୁ, ଆମକୁ କିଏ ଉନ୍ନତ କରିବ? ଈଶ୍ୱର ଉନ୍ନତ କରିବେ। ହାଲେଲୁୟା। ଈଶ୍ୱର ଉନ୍ନତ କରିବେ, କୌଣସି ମନୁଷ୍ୟ ଉନ୍ନତ କରିବ ନାହିଁ। କୌଣସି ମନୁଷ୍ୟ ଉନ୍ନତ କରିବ ନାହିଁ, କିମ୍ବା ସେଇ ଉନ୍ନତିରେ ଆମର କୌଣସି ଲାଭ ନାହିଁ, କିନ୍ତୁ ଈଶ୍ୱର ଆମମାନଙ୍କୁ ଉନ୍ନତ କରିବେ। ଲୁକ 18 ପର୍ବରେ ବି ସେଇ କଥା ଲେଖା ଯାଉଛି। ଆମେ ସେଇ ଘଟଣା ଜାଣିଛୁ। 2 ଜଣ ଲୋକ ପ୍ରାର୍ଥନା କରିବାକୁ ଆସୁଛନ୍ତି, ଆଉ କରଗ୍ରାହୀ ସେ ନିଜକୁ ନମ୍ର କଲା, ସେ ଜାଣିଛି ମୁଁ ପାପୀ, ଆଉ ସେ ପ୍ରଭୁଙ୍କ ପାଖେ ପ୍ରାର୍ଥନା କରୁଛି। ଆଉ ସେ କଣ ହେଲା, ଧାର୍ମିକ ଗଣିତ ହେଇକି ସେ ଚାଲି ଯାଉଛି। ସେଇ ସ୍ଥାନରେ ମଧ୍ୟ ପ୍ରଭୁ ଯୀଶୁ ସେଇ କଥା କହୁଛନ୍ତି। ଲୁକ 18 ପର୍ବ ତାର 14 ପଦର ଶେଷ ଅଂଶରେ, ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯିଏ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ। ପ୍ରଭୁ ତାଙ୍କର କାର୍ଯ୍ୟ କରିବେ ଉପଯୁକ୍ତ ସମୟରେ, କିନ୍ତୁ ତା ପୂର୍ବରୁ ଆମର କାର୍ଯ୍ୟ ହଉଛି, ଯଦ୍ୟପି ଆମେ ଲିଡରସିପ ନଉଛୁ, ନିଜକୁ ନମ୍ର କରୁ। ଯେତେ ଜଣ ଆଜି ଆମେ ଏଠି ଲିଡର ଅଛୁ, ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରଭୁ ଆମମାନଙ୍କୁ ରେସ୍ପନ୍ସିବିଲିଟି ଦେଇଛନ୍ତି,
That is the responsibility. प्रभुଙ୍କ ପାଇଁ ଏଇ ଜଗତରେ କିଛି ସେବା କାର୍ଯ୍ୟ କରିବାର ଦାୟିତ୍ୱ ଅଟେ। ସେଟା ଡ୍ରମ୍ ବିଟ୍ କରିବାର ନାହିଁ। ମୁଁ ଅମୁକ ସଂସ୍ଥାରେ ଏଇଟା ଅଛି, ମୁଁ ଅମୁକ ଅନେକ ଲୋକମାନଙ୍କର ବିଷୟରେ ସେ ପଢାଯାଏ, ଏଠି ସେକ୍ରେଟାରୀ, ସେଠି ପ୍ରେସିଡେଣ୍ଟ, ସେଠି ଅମୁକ, ସେଠି ଆଡଭାଇଜର, ସେଠି ଅମୁକ ସମକ ହେଇକି ଏତେ ବଡ ଲିଷ୍ଟ ଦିଆଯାଏ। କିଛି ଲାଭ ନାହିଁ। ପ୍ରଭୁ ସେଇ ସବୁକୁ କ୍ୟାନସଲ କରିଦେବେ। ଜଗତରେ ଯେତେ ଆମେ ନମ୍ର ହବା, ହମ୍ବଲ ହବା, ନିଜର ଆଇଡେଣ୍ଟିଟିକୁ ଯେତେ ଆମେ ପ୍ରଭୁଙ୍କର ସେ ଉହାଡ ତଳେ ରଖିବା, ପ୍ରଭୁଙ୍କ ଉପରକୁ ଯିବାକୁ ଦେବା ନାହିଁ, ପ୍ରଭୁ ସମୟ ଆସିଲେ ସେ ଉନ୍ନତ କରିବେ। ପ୍ରଥମ ପିତର 5:6 ଲେଖାଯାଇଛି, ପ୍ରଭୁଙ୍କର ବଳବନ୍ତ ହସ୍ତ ତଳେ ଆପଣାକୁ ନମ୍ର କର, ତହିଁରେ ସେ ଉଚିତ ସମୟରେ ଉନ୍ନତ କରିବେ। ଉଚିତ ସମୟ, ଯେତେବେଳେ ସମୟ ଆସିବ ପ୍ରଭୁ ଉନ୍ନତ କରିବେ। ମୂଷା ଯେତେବେଳେ ରାଜ ପରିବାର ମଧ୍ୟରେ ଥିଲେ, ଭାରର ପ୍ରାସାଦରେ ଥିଲେ, ତାଙ୍କର ଆକ୍ଟିଭିଟି ସବୁ ଅତି ଗର୍ବିତ ଆକ୍ଟିଭିଟିସ୍ ଆମେ ଦେଖୁଛୁ। ସବୁ ବିଦ୍ୟାରେ ସେ ଟ୍ରେନ୍ ଅପ୍ ହେଇଥିଲେ। ଆଉ ଆମେ ଦେଖୁଛୁ ସେ ଲୋକକୁ ହତ୍ୟା କରିଦଉଛନ୍ତି, କାହିଁକି ନା ସେ କହୁଛନ୍ତି ମୁଁ ଫାରୋ ରାଜା କନ୍ୟାର ପୁତ୍ର, ମୋର ଅଧିକାର ଅଛି, ଭୟ ନାହିଁ ନରହତ୍ୟା କରିବା ପାଇଁ। କିନ୍ତୁ ସମୟ ଆସିଲା, ପ୍ରଭୁ ତାଙ୍କୁ ନମ୍ରତା ଶିଖେଇଲେ। ପ୍ରାନ୍ତର ମଧ୍ୟରେ ଯେତେବେଳେ ମିଦିଓନର ଯାଜକର ସେଇ ମେଷମାନଙ୍କୁ ସେ ଚରଉଛନ୍ତି, ପ୍ରାନ୍ତର ମଧ୍ୟରେ ମେଷମାନଙ୍କ ସହିତ ଅଛନ୍ତି, ପ୍ରଭୁ ତାଙ୍କୁ ହମ୍ବଲନେସ୍ ଶିଖେଇଲେ। ସେ ଫାରୋ ରାଜାର କନ୍ୟାର ସେ ସନ୍ତାନ ହେଇକି ଆଉ ନଥିଲେ, ସେ ଏକ ପଳାତକ ହେଇକି ଥିଲେ। ଆଉ ତାରି ମଧ୍ୟରେ ସେ ଆପଣା ସେଇ ପୈତୃକ ପରମେଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ମଧ୍ୟକୁ ଆସିଲେ, ନିଜକୁ ନମ୍ର କଲେ। ଆଉ ଯେତେବେଳେ ସମୟ ଆସିଲା, at the age of 80, 80 ବର୍ଷ, 40 ବର୍ଷ ଫାରୋର ଘରେ, 40 ବର୍ଷ ପ୍ରାନ୍ତରରେ, ଆଉ 40 ବର୍ଷ ଲୋକମାନଙ୍କୁ ନେଇକି ଏଗେନ୍ ସେ ୱିଲ୍ଡରନେସ୍ ଭିତରେ ଗଲେ। ଟୋଟାଲ ତାଙ୍କର ଲାଇଫ ସ୍ପାନ୍ 120 years। ପ୍ରଭୁ ସେଇ 40 ବର୍ଷ ମିଦିଓନ ଦେଶରେ ତାଙ୍କୁ ହମ୍ବଲନେସ୍ ଶିଖେଇଲେ। ଆଉ ଯେତେବେଳେ ସମୟ ଆସିଲା, 80 ବର୍ଷ ହେଇଯାଇଛି, ପ୍ରଭୁ ଜାଣିଲେ ବର୍ତ୍ତମାନ ହଉଛି ସେଇ ସମୟ ତାଙ୍କୁ ଲିଡରସିପ ର ଦାୟିତ୍ୱ ଦେବା ପାଇଁ। ଆମେ ଚିନ୍ତା ବି କରିପାରିବାନି 80 ବର୍ଷରେ, କହିବା ଆମର ବୟସ ହେଇଯାଇଛି, ଏବେ ଆରାମ କରିବାର ସମୟ। କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ସେଇ ସମୟ ଉତ୍ତମ ଥିଲା। ଆଉ ମୂଷା ସେଇ କାର୍ଯ୍ୟଭାର ମଧ୍ୟ ଅତି ସୁନ୍ଦର ଭାବରେ କଲେ। ତେବେ ଆମର ନେତା ହଉଛନ୍ତି ଖ୍ରୀଷ୍ଟ। ଆମେ ଦେଖିଲୁ ପ୍ରଭୁ ଯୀଶୁ ନିଜେ କହୁଛନ୍ତି, ତୁମେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, ତୁମମାନଙ୍କର ଜଣେ ନେତା ଅଛି, ଆଉ ସେ ହଉଛି ଖ୍ରୀଷ୍ଟ। ପ୍ରଭୁ ଯୀଶୁ ନିଜକୁ ନମ୍ର କଲେ। ପ୍ରଭୁ ଯୀଶୁ ନିଜକୁ ନମ୍ର କଲେ। ସେ ତାଙ୍କୁ ହିଁ ଆମେ ଅନୁକରଣ ବା ଅନୁସରଣ କରିବା। ଆଉ ସେ ଆମର ଉଦାହରଣ ସ୍ୱରୂପ ଅଟନ୍ତି। ଫିଲିପି ତାର 2 ସେଇ କଥା ପାଉଲ କହୁଛନ୍ତି ଯେ ପ୍ରଭୁ ଯୀଶୁ ସେ କଣ ଥିଲେ ନା ଈଶ୍ୱର ରୂପୀ ହେଲେ ସେଟା ଧରି ରଖିବାର ବିଷୟ ସେ ମନେ କଲେ ନାହିଁ। ସ୍ୱର୍ଗର ସୁଖକୁ ସେ ତ୍ୟାଗ କଲେ। ପୃଥିବୀରେ ଆସିକି ରାଜ ପରିବାରରେ ଜନ୍ମ ହେଲେ ନାହିଁ। ପଣ୍ଡିତ ମାନେ ଖୋଜିକି ଆସିଥିଲେ, ଭାବିଲେ ରାଜପୁତ୍ର ରାଜାଙ୍କ ଘରେ ଜନ୍ମ ହେବ ବୋଲି। କିନ୍ତୁ ପ୍ରଭୁ ଯୀଶୁ ଅତି ଗୋଟେ ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କଲେ, ନିଜକୁ ନିଃସ୍ୱ କଲେ। ସ୍ୱର୍ଗର ସମସ୍ତ ଆଉ ବିଭବକୁ ସେ ପରିତ୍ୟାଗ କଲେ। ଟିକେ ପଢିବା ଫିଲିପି ତାର 2 ତାର 6 ପଢିବା। ସେ ସେ ଈଶ୍ୱର ଈଶ୍ୱର ରୂପୀ, ପଢନ୍ତୁ ସେ ପଢନ୍ତୁ। ଉପର ରୂପୀ
ହେଲେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ୍ୟ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଧନ୍ୟବାଦ। ଏଠି ଆମେ ଦେଖୁଛୁ ସେ ଈଶ୍ୱର ରୂପୀ ଥିଲେ ବା ଈଶ୍ୱର ଥିଲେ, କିନ୍ତୁ ସେ କଣ କରୁଛନ୍ତି ନା ମନୁଷ୍ୟ ସଦୃଶ ହେଇକି ଆସୁଛନ୍ତି, ଯେମିତି ମନୁଷ୍ୟ ମାନଙ୍କ ସହିତ କଥାବାର୍ତ୍ତା କରିପାରିବେ, ତାଙ୍କ ସହିତ ମିଳିପାରିବେ, ମିଶି ପାରିବେ, ତାଙ୍କର ବିଷୟକୁ ଠିକ ସେ କନଭେ କରିପାରିବେ। ଗୋଟେ କୁକୁର ତାର ଅନ୍ୟ କୁକୁର ମାନଙ୍କୁ ଭୁକିବା ଦ୍ଵାରା ସେ କନଭେ କରିବ। ଗୋଟେ ବିଲେଇ ତାର ସ୍ୱରରେ ସେ ଅନ୍ୟ ମାନଙ୍କୁ କନଭେ କରିବ। ସବୁ ଆନିମାଲ କୁହନ୍ତୁ କି ବର୍ଡସ୍ କୁହନ୍ତୁ, ତାଙ୍କର ନିଜର ତାଙ୍କର ସ୍ୱରରେ ବା ଯୋଉ ଶବ୍ଦ ସେମାନେ ବାହାର କରନ୍ତି, ଆଉ ତା ଦ୍ଵାରା ହିଁ ସେମାନେ ତାଙ୍କର ସାଙ୍ଗସାଥି ମାନଙ୍କୁ ବା ସେଇ ଫେଲୋ ଯାହା ତାଙ୍କର ମାନଙ୍କୁ ସେମାନେ କନଭେ କରିବେ, ତାଙ୍କୁ ବୁଝେଇବେ ଏଠି ବିପଦ ଆସୁଛି କି କଣ ଅଛି କି ଖାଦ୍ୟ ଅଛି ଏଠି। ସେମିତି ମନୁଷ୍ୟ ମାନଙ୍କ ମଧ୍ୟରେ କଥା କହିବା ପାଇଁ ମନୁଷ୍ୟର ଆବଶ୍ୟକତା ଥିଲା, ଯେମିତି ଭଲ ଭାବରେ ସେମାନଙ୍କ ନିକଟରେ ସ୍ୱର୍ଗୀୟ ବିଷୟ ସବୁକୁ ଇଣ୍ଟିମେଟ କରାଯାଇ ପାରିବ, ପ୍ରକାଶ କରାଯାଇ ପାରିବ। ଆଉ ପ୍ରଭୁ ଯୀଶୁ ଈଶ୍ୱର ହେଲେ ହିଁ ସେ ମନୁଷ୍ୟ ରୂପ ନେଲେ, ଖାଲି ତା ନୁହେଁ ଦାସ ରୂପ ହେଲେ, ଆହୁରି ନିମ୍ନ ସ୍ତରକୁ ଗଲେ। ଆଉ ସେ କଣ କରୁଛନ୍ତି ନା ନିଜକୁ ଶୂନ୍ୟ କଲେ, ଏମ୍ପ୍ଟି, କିଛି ନାହିଁ। ଜଣେ ଆସି କହିଲା ପ୍ରଭୁ ମୁଁ ତୁମ ପଛେ ପଛେ ଯିବି। ପ୍ରଭୁ ତାକୁ କହିଲେ କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, କିନ୍ତୁ ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ସ୍ଥାନ ନାହିଁ। ନିଜକୁ ଶୂନ୍ୟ କରିଦେଲେ, ଜିରୋ। ତାଙ୍କର ଆସେଟ କହିଲେ ଜିରୋ। କ୍ରୁଶ ଉପରେ କିଛି ନଥିଲା, ବସ୍ତ୍ର ମଧ୍ୟ ତାଙ୍କର ଶରୀରରେ ନଥିଲା। ଏଇ ପ୍ରକାର ଅବସ୍ଥା ତାଙ୍କର ଥିଲା। କାହିଁକି ନା ସେ ଆମ ପାଇଁ ଜଗତକୁ ଆସିଥିଲେ, ଆମ ସାଙ୍ଗେ କଥାବାର୍ତ୍ତା କରିବେ, ଆମେ ଯଦି ଯେପରି ସ୍ୱର୍ଗୀୟ ବିଷୟ ଗୁଡିକୁ ବୁଝିପାରିବୁ ଏବଂ ଆମେ ଯେମିତି ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବୁ। ସେ ନିଜକୁ ଶୂନ୍ୟ କଲେ, ପୁଣି ମନୁଷ୍ୟ ସଦୃଶ୍ୟ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ, ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷି ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ସ୍ପଷ୍ଟ ଲେଖା ଯାଉଛି ଯୋଉ ବିଷୟ ଉନ୍ନତ ହେବାର ଆବଶ୍ୟକତା ରହିଛି, ଆମର ପ୍ରଭୁ, ଆମର ମାଲିକ, ଆମର ନେତା, ସେ ସେଇଟାକୁ ପ୍ରଥମରେ ସେ ଯାଇକି ସେଇ ପଥରେ ଆମମାନଙ୍କୁ ପଥ ଦେଖାଉଛନ୍ତି। ସେ ନିଜକୁ ଅବନତ କଲେ। ଯୋଉ ଫର୍ମୁଲା ସେ ନିଜେ କହୁଛନ୍ତି, ଯିଏ ନିଜକୁ ଅବନତ କରିବ ତାକୁ ହିଁ ଉନ୍ନତ କରାଯିବ। ଆଉ ସେ ଫର୍ମୁଲା ସେ ନିଜ ପାଇଁ ପ୍ରଥମ ଆପ୍ଲାଏ କରୁଛନ୍ତି। ନିଜକୁ ଅବନତ କଲେ, ଆଉ ତାର ଫଳସ୍ୱରୂପ କଣ ହଉଛି? ଈଶ୍ୱର ତାଙ୍କୁ ଉନ୍ନତ କଲେ। ସେ ପ୍ରକାର ଆମେ ଚିନ୍ତା କରୁଥିଲୁ, ମନୁଷ୍ୟ ଉନ୍ନତି ଦିଏ ନାହିଁ, ପରମେଶ୍ୱର ଉନ୍ନତି ଦେଇଥାନ୍ତି। 9 ପଦ ପଢିବା, ଏହି କାରଣରୁ, ଯେହେତୁ ସେ ନିଜକୁ ଅବନତ କଲେ, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ, ପୁଣି ପାତାଳ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହବ। ହାଲେଲୁୟା, ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଆଦର୍ଶ ସ୍ୱରୂପ ହେଇଛନ୍ତି, ସେ ଆମର ନେତା ଅଟନ୍ତି। ସେ ନିଜକୁ ଉନ୍ନତ କଲେ, ଆଉ ପ୍ରଭୁ ତାଙ୍କୁ ଉନ୍ନତ କଲେ। ଯୀଶୁ ନାମ ବିନା ଆଉ କୌଣସି ନାମ ନାହିଁ ଯିଏକି ପରିତ୍ରାଣ କରିପାରିବ, ପାପରୁ ଉଦ୍ଧାର କରିକି ମନୁଷ୍ୟକୁ ଧାର୍ମିକ ଗଣିତ କରିବ, ଈଶ୍ୱରଙ୍କ ପିତା ଈଶ୍ୱରଙ୍କ ନିକଟରେ ଆଉ ସେ ପ୍ରୋଜେକ୍ଟ କରିପାରିବ। ଆଉ କୌଣସି ନାମ ନାହିଁ।
এই প্রকার অতি উন্নত নাম ଦେଲେ ଖାଲି ମର୍ତ୍ତ ପାଇଁ ନୁହଁ, ଖାଲି ସ୍ୱର୍ଗ ପାଇଁ ନୁହଁ, ମାତ୍ର ସ୍ୱର୍ଗ ମର୍ତ୍ତ ପୁଣି ପାତାଳ ପର୍ଯ୍ୟନ୍ତ ସମସ୍ତେ ଯୀଶୁ ନାମରେ ଥରହର ହୁଅନ୍ତି। এই ପ୍ରକାର ଉନ୍ନତି ତାଙ୍କୁ ଦେଲେ। ପ୍ରଭୁ ଆଜି ଆମମାନଙ୍କୁ ଶିଖେଇବା ପାଇଁ ଚାହୁଁଛନ୍ତି ଆମେ ନିଜକୁ ନଷ୍ଟ କରୁ। ହୁଏତ ଆମେ ବଡ ପୋଷ୍ଟରେ ଥାଇପାରୁ, ହୁଏତ ଆମେ ରେସ୍ପନ୍ସିବିଲିଟି ନେଇଥାଇପାରୁ, ବିଭିନ୍ନ ସଂସ୍ଥା ହଉ କିମ୍ବା ଚର୍ଚ୍ଚ ହଉ କିମ୍ବା ବିଭିନ୍ନ ଜାଗାରେ ଆମେ, କିନ୍ତୁ ସେଥିରେ ଆମେ ଗର୍ବ ପ୍ରକାଶ ନ କରୁ। ତାହା ଈଶ୍ୱର ଦତ୍ତ ଦାୟିତ୍ୱ ଅଟେ, ରେସ୍ପନ୍ସିବିଲିଟି ଅଟେ, ଆଉ ତାକୁ ଅତି ନମ୍ରତାର ସହିତ ଆମମାନଙ୍କୁ କରିବାକୁ ଅଛି। ଅଳ୍ପ ସମୟ ଆମେ ମଗଦଲିନୀ ମରିୟମଙ୍କ ଜୀବନ ଦେଖିବା। ଜଷ୍ଟ ମୁଁ କିଛିଟା ପଏଣ୍ଟ ହାଇଲାଇଟ କରିବା ପାଇଁ ଚାହେଁ। ମଗଦଲିନୀ ମରିୟମକୁ ଆମେ ଜାଣିଛୁ ଜଣେ ନାରୀ, ଯେହେତୁ ଏଇଟା ଲେଡିଜ ମିଟିଂ, ସେଥିପାଇଁ ଗୋଟେ ଲେଡିଜ ମାନଙ୍କର ମାନେ ଉଦାହରଣ ନେବା। ଆଉ ସେ ଗୋଟେ ଟାଇଟଲ ଅଧିକାରୀ ହଉଛନ୍ତି, ଆଉ ସେଇ ଟାଇଟଲ ପ୍ରଭୁ ତାଙ୍କୁ ଦଉଛନ୍ତି, ଆଉ ସେଇଟା ଥିଲା ପୁନରୁତ୍ଥାନର ସେ ପ୍ରଥମ ସାକ୍ଷୀ ହେଲେ। ଯୀଶୁଙ୍କ ପୁନରୁତ୍ଥାନର ପ୍ରଥମ ସାକ୍ଷୀ, ଯିଏକି ଦର୍ଶନ କଲେ, ଯିଏ ସ୍ୱଚକ୍ଷୁରେ ପ୍ରଭୁ ଯୀଶୁଙ୍କୁ ଦେଖିଲେ। ଖାଲି ଦେଖିଲେ ତାହା ନୁହେଁ, ମାତ୍ର ପ୍ରଥମ ସୁସମାଚାର ପ୍ରଚାରକାରିଣୀ ସେ। ପ୍ରଭୁ ଯୀଶୁ ଯେ ଜୀବିତ ଅଟନ୍ତି, ଏଇ ସୁସମାଚାରକୁ ସେ ପ୍ରଥମରେ ପ୍ରକାଶ କରୁଛନ୍ତି, ଆଉ ସେଇ ରେସ୍ପନ୍ସିବିଲିଟି ପ୍ରଭୁ ତାଙ୍କୁ ଦେଲେ, ଯାଅ ମୋର ଭାଇ ମାନଙ୍କୁ ଜଣାଅ ବୋଲି। ତାହା ତାଙ୍କର ନିଜର ନଥିଲା। ପ୍ରଭୁ ଜାଣିଲେ ଏଇ ଜଣେ ବ୍ୟକ୍ତି ବା ଏଇ ନାରୀ, ସେ କଣ କରିବ, ଉତ୍ତମ ରୂପେ ମୋର ପୁନରୁତ୍ଥାନର ବିଷୟ ରଖିପାରିବ। ଆଉ ପ୍ରଭୁ ତାକୁ ମନୋନୀତ କଲେ। ଆଉ ତାର ବ୍ୟାକଗ୍ରାଉଣ୍ଡ କଣ ଥିଲା, ହମ୍ବଲନେସ୍। ସେଇ ବିଷୟ ଆଜି ଆମେ ଦେଖିବା। ମଗଦଲିନୀ ମରିୟମ, ତାଙ୍କର ନାଁ ପ୍ରକୃତରେ ମରିୟମ। ଆଉ ସେଇ ସମୟରେ ମରିୟମ ହଉଛି ଗୋଟେ କମନ ନେମ୍। ଅନେକ ଜଣଙ୍କର ମରିୟମ ଥିଲା, ଆମେ ବାଇବେଲରେ ବି ବହୁତ ମରିୟମଙ୍କ ନାଁ ଦେଖୁଛୁ। ସୋ କନଫ୍ୟୁଜ କେଉଁ ମରିୟମ ବୋଲି। ଅନେକ ସମୟରେ ଆମର କୁଇଜ ଆସେ, କୁଇଜ ଆମେ କରିଥାଉ, ଆଉ ସେଇ ସମୟରେ ଆମେ ପର୍ଟିକୁଲାର ପଚାରୁ କୋଉ ମରିୟମଙ୍କ କଥା କହୁଛ ବୋଲି, ଆଉ ସେମାନେ ସ୍ପେସିଫାଇ କରନ୍ତି, ଆଉ ସେ ସ୍ପେସିଫିକେସନ ଯଦି ଠିକ ହବ ତେବେ ରାଇଟ। ତ ଏଇଠି ସେ ମରିୟମକୁ ସ୍ପେସିଫାଇ କରାଯାଉଛି ମଗଦଲିନୀ ମରିୟମ। ତାଙ୍କର ଘର ଥିଲା ମଗଦଲା ସ୍ଥାନରେ। ୟୁଟ୍ୟୁବରେ ଆପଣ ମାନେ ସେଇ ସ୍ଥାନକୁ ଦେଖିବାକୁ ପାରିବେ। ମୁଁ କିଛି ଦିନ ତଳେ ଦେଖୁଥିଲି, ସେଠି ଯୋଉ ଉପାସନାଳୟ ପରବର୍ତ୍ତୀ ସମୟ ତିଆରି ହେଇଥିଲା, ତାର ଭଗ୍ନ ବିଶେଷ ମଧ୍ୟ ଡିସ୍କଭର କରାଯାଇଛି। ଆଜି ମଧ୍ୟ ସେଇ ସ୍ଥାନ ରହିଛି ମଗଦଲାର ସେଇ ଉପାସନାଳୟ ଭଗ୍ନ ଅବସ୍ଥାରେ। ତେବେ ସେଇ ସ୍ଥାନର ଏଇ ମରିୟମ ଥିବାରୁ ତାଙ୍କ ନାମ ଥିଲା ମଗଦଲିନୀ ମରିୟମ। କିନ୍ତୁ ଏଇ ମରିୟମ ଅତି ଦୁଷ୍ଟ ଅବସ୍ଥାରେ ବା ଅସୁବିଧା, ଗୋଟେ ପ୍ରୋବ୍ଲେମ ଭିତରେ ସେ ଗତି କରୁଥିଲେ। ଆଉ ସେ ପ୍ରୋବ୍ଲେମ ଥିଲା, ସାତଟା ମନ୍ଦ ଆତ୍ମା ତାଙ୍କୁ ଆକ୍ରାନ୍ତ କରିଥିଲା। ଭାବନ୍ତୁ, ଗୋଟିଏ ମନ୍ଦ ଆତ୍ମା ତ ପଶିଲେ ମନୁଷ୍ୟକୁ କି ପ୍ରକାର ଭାବରେ କଷ୍ଟ ଦେଇଥାଏ। ସାତଟା ମନ୍ଦ ଆତ୍ମା ଆଉ ତାଙ୍କ ମଧ୍ୟରେ ଥାଇ କାର୍ଯ୍ୟ କରୁଛି, ଆଉ ତାଙ୍କର ଜୀବନକୁ ନଷ୍ଟ କରିଦେଇଥିଲା। ଅତି ଭୟଙ୍କର ଅବସ୍ଥାରେ ସେ ଥିଲେ, ଉଦ୍ଧାରର କୌଣସି ପଥ ନଥିଲା। ଆଉ ପ୍ରଭୁ ଯୀଶୁ ତାଙ୍କୁ ସୁସ୍ଥତା ଦେଇଥିଲେ। ଆଜି ଯେତେବେଳେ ସେ ସୁସ୍ଥ ହେଲେ, ଲୁକା 8 ପର୍ବରେ ଆମେ ଏସବୁ ଦେଖିବାକୁ ପାରୁ। ଆଜି ଯେତେବେଳେ ସେ ସୁସ୍ଥ ହଉଛନ୍ତି, ଆଉ ସେ ସୁସ୍ଥତାର ସାକ୍ଷ୍ୟ ସେ ବହନ କରୁଛନ୍ତି। ସୁସ୍ଥତାର ସାକ୍ଷ୍ୟ ସେ ଘରେ ରହିଗଲେ ନାହିଁ। ସେଇ ସମୟରେ ଯୁଦୀୟ ନାରୀ ମାନେ, ସେମାନେ ଏକ୍ସଟ୍ରୋଭର୍ଟ ନଥିଲେ, ବେଶୀ ନିଜକୁ ଏକ୍ସପୋଜ କରିବାର ତାଙ୍କର କଲଚର ନଥିଲା। କିନ୍ତୁ ଏଇ ମରିୟମ, ସେ କଣ କରୁଛନ୍ତି ନା, ତାଙ୍କ ଜୀବନର ସାକ୍ଷ୍ୟକୁ ସେ ସେବା ମାଧ୍ୟମରେ, ପ୍ରଭୁ ଯୀଶୁଙ୍କର ସେବା କରିବା ମାଧ୍ୟମରେ ସେ ପ୍ରକାଶ କରୁଛନ୍ତି। ଲୁକା 8 ପର୍ବରେ ଆମେ ସେଇ ବିଷୟ ଦେଖିବାକୁ ପାରୁଛୁ।
2 ପଦରେ ଲେଖା ହେଉଛି, ପୁଣି ଯେଉଁ ସ୍ତ୍ରୀ ମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ ଏପରି କେତେକ ସ୍ତ୍ରୀ ଲୋକ, ଅର୍ଥାତ୍ ସ୍ପେସିଫାଇ କରାଉଛି କୋଉ କୋଉ ସ୍ତ୍ରୀ ଲୋକ, ମଗଦଲିନୀ ନାମ୍ନୀ ମରିୟମ, ଯାହାଙ୍କ ଠାରୁ 7 ଭୂତ ବାହାରି ଯାଇଥିଲେ, ହେରୋଦଙ୍କ ବେବର୍ତ୍ତା ଖୁଜାଙ୍କ ଭାର୍ଯ୍ୟା ଯୋଅନା, ସୁସାନା, ପୁଣି ଆହୁରି ଅନେକ ସ୍ତ୍ରୀ ଲୋକ ତାହାଙ୍କ ସଙ୍ଗରେ ଥାଇ ଆପଣା ଆପଣା ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ। ଏଥିରୁ ଆମେ ଜାଣିଛୁ ଯେ ସେ ଜଣେ ଧନିକ ଶ୍ରେଣୀର ବ୍ୟକ୍ତି ଥିଲେ। ତାଙ୍କ ପାଖରେ ସମ୍ପତ୍ତି ଥିଲା ଅନ୍ୟକୁ ଦେବା ପାଇଁ, ହ୍ୟାଣ୍ଡ ଟୁ ମାଉଥ ଥିଲେ, ସେ ଦେଇ ପାରି ନଥାନ୍ତେ। ଆଉ ଯୋଉମାନଙ୍କ ନାମ ଲେଖାଯାଉଛି ବେବର୍ତ୍ତା, ହେରୋଦଙ୍କ ବେବର୍ତ୍ତା, ଏମାନେ ଧନିକ ଶ୍ରେଣୀର ସ୍ତ୍ରୀ ଲୋକମାନେ। ଆଉ ତାଙ୍କ ସହିତ ମଗଦଲିନୀ ମରିୟମକୁ ଆଡ କରାଯାଉଛି। ଆଉ ଲେଖାଯାଉଛି ଆପଣା ଆପଣା ସମ୍ପତ୍ତି ଦେଇକି, କୌଣସି କଣ୍ଟ୍ରିବ୍ୟୁସନ କାହାଠୁ ଚାନ୍ଦା ନେଇକି ନୁହଁ, ନିଜର ସମ୍ପତ୍ତି ଦେଇକି ସେମାନେ ଯୀଶୁଙ୍କର ବା ଶିଷ୍ୟ ମାନଙ୍କର ସେମାନେ ସେବା କରୁଛନ୍ତି। ଏଇ ଥିଲା ତାଙ୍କର ଜୀବନର ନମ୍ରତା। ସେ ଯାହା ପାଇଲେ ତାକୁ ସେ ପରିପ୍ରକାଶ କଲେ, ରଖିଦେଲେ ନାହିଁ ନିଜ ଭିତରେ। ସେ ଇଚ୍ଛା କରିଥିଲେ ଗୋଟେ କମ୍ଫର୍ଟ ଲାଇଫ ଭିତରେ ଜୀବନ କାଟି ପାରିଥାନ୍ତେ। ହଁ, ମୁଁ ଅବିକା ତ ଭଲ ହେଇଯାଇଛି, ମୁଁ ମୋର କ୍ୟାରିୟରକୁ ଅବିକା ଦେଖିବି। ନାଇଁ ପ୍ରିୟ ମାନେ, ସେ ନିଜର ସମ୍ପତ୍ତି, ଏତେ ଓବ୍ଲାଇଜ ଥିଲେ ସେ ପ୍ରଭୁଙ୍କର ନିକଟରେ ନିଜର ସମ୍ପତ୍ତି ଦେଇକି ସେ ତାଙ୍କର ସେବା କରୁଥିଲେ। ତାପରେ ଆମେ ଦେଖୁ ତାଙ୍କ ବିଷୟ ଲେଖା ହଉଛି, ଯୀଶୁଙ୍କର ଚାକ୍ଷୁଷ ସାକ୍ଷୀ ସେ ହଉଛନ୍ତି। ଯୀଶୁଙ୍କର ମୃତ୍ୟୁର ସେ ଚାକ୍ଷୁଷ ସାକ୍ଷୀ। ଯେତେବେଳେ ପ୍ରଭୁ ଯୀଶୁ ଆଉ ସେ କ୍ରୁଶାର୍ପିତ ହଉଛନ୍ତି, ଆଉ ସେଇଠି ଦୂରରେ ଥାଇ କିଛି ସ୍ତ୍ରୀ ଲୋକମାନେ ସେମାନେ ଦେଖୁଥିଲେ, ଆଉ ତାରି ମଧ୍ୟରେ ମଗଦଲିନୀ ମରିୟମଙ୍କର ନାମ ଲେଖା ଯାଉଛି। 27 ପର୍ବ ମାଥ୍ୟୁରେ ଆମେ ସେଇ ବିଷୟ ଦେଖିବାକୁ ପାରୁ। 56 ପଦରେ ସେମାନଙ୍କ ମଧ୍ୟରେ ମଗଦଲିନୀ ମରିୟମ, ଯାକୋବ ଯୋସେଫଙ୍କର ମାତା ମରିୟମ, ପୁଣି ଜେବଦୀଙ୍କ ପୁତ୍ର ମାନଙ୍କ ମାତା ସଲୋମେ ଥିଲେ। ଆମେ ଏଠି କିଛି ସ୍ତ୍ରୀ ଲୋକମାନଙ୍କ ନାମ ଦେଖୁଛୁ, ଯୋଉମାନେ କଣ କରୁଛନ୍ତି ନା ସେମାନେ ଦୂରରେ ଥାଇକି ପ୍ରଭୁ ଯୀଶୁଙ୍କର କ୍ରୁଶିତ ହବାର ସମସ୍ତ ଦୃଶ୍ୟକୁ ସେମାନେ ଦେଖୁଛନ୍ତି। ଆଉ ତା ଭିତରେ ସ୍ପେସିଫାଇ କରାଉଛି ମଗଦଲିନୀ ମରିୟମ। ଆଉ 55 ପଦରେ ଯଦି ଦେଖିବେ, ସେ ସ୍ଥାନରେ ଲେଖାଯାଉଛି ଯେ ଅନେକ ସ୍ତ୍ରୀ ଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ। ସେମାନେ ଯୀଶୁଙ୍କର ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ। ପ୍ରଭୁ ଯୀଶୁ ମୃତ୍ୟୁବରଣ କରିବା ପୂର୍ବରୁ ଯେତେବେଳେ ଗାଲିଲି ଛାଡୁଛନ୍ତି, ଜେରୁସାଲେମକୁ ଆସୁଛନ୍ତି, ସେମାନେ ଆଗରୁ ତ ସେବା କରୁଥିଲେ, ଆଉ ସେମାନେ ମଧ୍ୟ ପ୍ରଭୁ ଯୀଶୁଙ୍କର ପଛେ ପଛେ ଆସୁଛନ୍ତି। ଉଦ୍ଦେଶ୍ୟ କଣ ନା ଯେମିତି ଏମାନଙ୍କର ସେବା କରିବା, ଏମାନଙ୍କର ଖାଇବା ପିଇବାରେ ଅସୁବିଧା ହବ ନାହିଁ, ଏମାନଙ୍କର କାର୍ଯ୍ୟ କରିବାରେ ଅସୁବିଧା ହବ ନାହିଁ। କେୟାରିଂ ନେଚର ସେମାନଙ୍କର ଥିଲା। ଆଉ ତା ଭିତରେ ମଗଦଲିନୀ ମରିୟମ ଥିଲେ, ଯିଏକି ପ୍ରଭୁ ଯୀଶୁଙ୍କର ସେବା କରୁଥିଲେ। ପୁଣି ସେଇ 27 ପର୍ବରେ ଆମେ ଦେଖୁଛୁ ଶିଷ୍ୟମାନେ ଛାଡିକି ଚାଲି ଯାଉଛନ୍ତି ଯୀଶୁଙ୍କ ମୃତ୍ୟୁ ପରେ, କିନ୍ତୁ ଏଇ ସ୍ତ୍ରୀ ଲୋକମାନେ ଆଉ ତାଙ୍କ ମଧ୍ୟରେ ମଗଦଲିନୀ ମରିୟମ ସେ ସମାଧି ସ୍ଥାନରେ ବସି ରହିଲେ ବୋଲି ଲେଖାଯାଉଛି। 61 ପଦ, ମଗଦଲିନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ। ସେମାନେ ଦେଖିଲେ ପ୍ରଭୁଙ୍କୁ କୋଉଠି କବର ଦିଆଯାଉଛି, କାରଣ ସେମାନେ ତାଙ୍କର ରିଚୁଆଲ୍ସ କରିପାରୁନାହାନ୍ତି। ଯୋଉ ଜିହୁଦୀ ଧର୍ମରେ ଯୋଉ ପ୍ରଥା ଅଛି ଯେ ମୃତ ଶରୀରରେ ଆଉ ସୁଗନ୍ଧି ଦ୍ରବ୍ୟ ସେମାନେ ମଖେଇ ଦେବେ। ଆମେ ଯେମିତିକା ଫୁଲ ଦଉଛୁ, ମାଟି ଦଉଛୁ, ଆମର ପ୍ରେମର ପ୍ରତିଦାନ ବା ପ୍ରତିଫଳନ ସେଟା। ଆମେ ନିଜ ଲୋକମାନଙ୍କୁ ଫୁଲ ଦଉଛୁ। ଆଉ ଠିକ ସେଇ ପ୍ରକାର ଜିହୁଦୀ ମାନେ ସେମାନେ ମୃତ ଶରୀରରେ ସେମାନେ ମଖେଇ ଦଉଥିଲେ ସୁଗନ୍ଧି ଦ୍ରବ୍ୟ। ତାହା କରିପାରି ନାହାନ୍ତି ଏମାନେ। ଆଉ ସେମାନଙ୍କର ମନରେ ସେ ଆକାଂକ୍ଷା ଅଛି
ସେଥିପାଇଁ ସମାଧିକୁ ଦେଖିଲେ, ଖାଲି ସମାଧିକୁ ଦେଖିଲେ ତା ନୁହେଁ, ମାତ୍ର ସେମାନେ ଲେଖାଯାଉଛି, ମାଥିଉ ଲେଖୁଛନ୍ତି ସେଠି ବସି ରହିଲେ, ସେ ସେମାନେ ଛାଡିକି ଚାଲି ଯାଇଛନ୍ତି। ମାତ୍ର ଏଇ ମଗଦଲିନୀ ମରିୟମ ପ୍ରଭୁ ଯୀଶୁଙ୍କ ଠାରୁ ପାଇଥିବା ମଙ୍ଗଳ ଦାନକୁ ସ୍ମରଣ କରୁ କରୁ ସେ ଏତେ ଦୂର ସେ ଓବ୍ଲାଇଜ ଥିଲେ ଯେ ସେ ପ୍ରତିଟି ମୁହୂର୍ତ୍ତ ପ୍ରଭୁଙ୍କ ସାଙ୍ଗରେ କାଟିବା ପାଇଁ ଚାହୁଁଛନ୍ତି। ପୁଣି ଯେତେବେଳକୁ ପ୍ରତ୍ୟୁଷ ହେଇଛି ସେଇ ସପ୍ତାହର ପ୍ରଥମ ଦିନ ଅତି ଭୋରରୁ ଆମେ ଜାଣୁଛୁ ଯେ କିଛି ସ୍ତ୍ରୀ ଲୋକମାନେ ସେମାନେ ଯାଉଛନ୍ତି, ଆଉ ସେଇ ସ୍ଥାନରେ ମଧ୍ୟ ଲେଖା ହଉଛି ମଗଦଲିନୀ ମରିୟମଙ୍କ କଥା, ଯୌନ 20 ପର୍ବରେ ଆମେ ଏକ ପଦରେ ଦେଖୁଛୁ। ମଗଦଲିନୀ ମରିୟମଙ୍କ ନାଁ ମେନସନ କରାଯାଉଛି ବାରମ୍ବାର, କାରଣ ତାଙ୍କର ଉଦ୍ଯୋଗକୁ ଆମେ ଦେଖୁଛୁ ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ। କୋଉଠି ବି ସେ ଚାହୁଁନାହାନ୍ତି ଯେ ମୋର ନାମ ପ୍ରକାଶ କରାଯାଉ, ମତେ ନେତା ବୋଲି କୁହାଯାଉ, ମୋର ଲିଡରସିପ ରେ ଅନ୍ୟ ମହିଳା ମାନେ ସେମାନେ ସବୁ କାର୍ଯ୍ୟ କରୁଛନ୍ତି, ଏଇ କଥା ସେ ଚାହୁଁନାହାନ୍ତି। ମାତ୍ର ବାଇବଲ ତାଙ୍କ ନାମ ସେ କୋଟ କରୁଛି ବାରମ୍ବାର। ସେ ନିଜକୁ ନମ୍ର କଲେ, ଅତି ପ୍ରତ୍ୟୁଷରୁ ଉଠିକି ତାଙ୍କର ଦୌଡି ଯାଉଛନ୍ତି ପ୍ରଭୁ ଯୀଶୁ କେମିତିକା ତାଙ୍କ ମର ଶରୀରରେ ଆଉ ସେମାନେ ସୁଗନ୍ଧି ଦ୍ରବ୍ୟ ଲଗେଇଦେବେ। ପାଇନାହାନ୍ତି ପ୍ରଭୁ ଯୀଶୁଙ୍କୁ, ଦୌଡି ଆସିଲେ ଶିଷ୍ୟମାନଙ୍କୁ ଖବର ଦେଲେ, ପିତର ଯୋହନ ଦୌଡ଼ିଲେ ଦେଖିବା ପାଇଁ, କିନ୍ତୁ ସେଇ ଆତୁରତା ନଥିଲା ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, କି ବିଶ୍ୱାସ କରିପାରୁନଥିଲେ ଯେ ପ୍ରଭୁ ଯୀଶୁ ଉଠିଛନ୍ତି ବୋଲି। ଦେଖିଲେ ଆଉ ବାପସ ଆସିଗଲେ। କିନ୍ତୁ ମଗଦଲିନୀ ମରିୟମ ସେ ରୋଦନ କରୁ କରୁ ଖୋଜିବାକୁ ଲାଗିଲେ, ମୋର ଈଶ୍ୱରଙ୍କୁ କୋଉଠି ରଖିଛନ୍ତି। ସେ ରୋଦନ କରୁଛନ୍ତି ସେ କବର ପାଖରେ, ଉଠିକି ହୁଏତ ଝାଙ୍କିକି ଦେଖୁଛନ୍ତି ଭିତରକୁ, କାଳେ ଦେଖାଯିବେ ପରା। ପୁଣି ଚାରିଆଡକୁ ସେ ବୁଲି ଆସୁଛନ୍ତି, କୋଉଠି କିଏ ଲୁଚେଇ ଦେଇଛି ପରା। ତାଙ୍କର ଈଶ୍ୱରଙ୍କୁ, ତାଙ୍କର ପ୍ରଭୁକୁ ପାଇବାର ଯୋଉ ଆତୁରତା, ସମସ୍ତେ ଛାଡିଯିବା ସମୟରେ ସେଇ ଏକମାତ୍ର ସ୍ତ୍ରୀ ଲୋକ ଯାହାଙ୍କ ନାମ ଲେଖା ହେଉଛି, ଆମେ ଜାଣିନୁ ସେ ଏକା ଥିଲେ କି ତାଙ୍କ ସାଙ୍ଗେ ଅନ୍ୟମାନେ ଥିଲେ, କିନ୍ତୁ ତାଙ୍କ ନାମ ମେନସନ କରାଯାଉଛି। ଆଉ ପ୍ରଭୁ ଯୀଶୁ ତାଙ୍କୁ ସେଇ ସୌଭାଗ୍ୟର ଅଧିକାରୀ କରେଇଲେ। ପୁନରୁତ୍ଥାନ ପରେ ପ୍ରଥମ ଦର୍ଶନ ମଗଦଲିନୀ ମରିୟମ ପାଇଲେ। ହାଲେଲୁୟା। ସେଇ ଉନ୍ନତ ସ୍ତରକୁ ପ୍ରଭୁ ତାଙ୍କୁ ନେଲେ, ଆଉ ଗୋଟେ ଟାସ୍କ ଦେଲେ, ତୁ ମୋର ପ୍ରଥମ ପୁନରୁତ୍ଥାନର ପ୍ରଥମ ପ୍ରଚାରିକା ହବୁ। ଏଇ ସମ୍ବାଦକୁ ତୁ ନେଇଯା ଆଉ ଭାଇ ମାନଙ୍କୁ ଜଣା। 17 ପଦରେ 20 ପର୍ବର 17 ପଦରେ ଆମେ ଦେଖୁଛୁ ଯୋହନ ଯୀଶୁ ତାଙ୍କୁ କହିଲେ, ମତେ ଧରି ରଖ ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ, କିନ୍ତୁ କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ। ପ୍ରଭୁ ତାଙ୍କୁ ଟାସ୍କ ଦଉଛନ୍ତି, ମୁଁ ଓ ମୋର ପିତା ତୁମମାନଙ୍କ ପିତା, ମୋର ଈଶ୍ୱର ତୁମମାନଙ୍କ ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି। ମୁଁ ଯେ ଜୀବିତ ଅଟେ ସେଇ କଥା ଯାଇକି ମୋର ଭାଇମାନଙ୍କୁ କୁହ। ଆଉ ମଗଦଲିନୀ ମରିୟମ ସେ କାର୍ଯ୍ୟ କରୁଛନ୍ତି। ହୁଏତ ଦୌଡିଥିବେ, ତାଙ୍କର ସବୁ ବଳ ଲଗେଇକି ସେ ଦୌଡୁଥିବେ, ତାଙ୍କର ଆନନ୍ଦ ଏବଂ ତାଙ୍କର ରୋଦନ ଏକ ସାଙ୍ଗରେ ବାହାରୁଥିବ, ଆଉ ସେ କହୁଛନ୍ତି ମୁଁ ପ୍ରଭୁଙ୍କୁ ଦେଖିଅଛି। କିଏ ବିଶ୍ୱାସ କରୁ କି ନ କରୁ ତାଙ୍କର କିଛି ସେଥିରେ ଯାଏ ନାହିଁ କି ଆସେ ନାହିଁ। ସେ ଯାହା ଦେଖିଛନ୍ତି, ଯୋଉ ଚାକ୍ଷୁଷ ସାକ୍ଷୀ ସେ ଅଟନ୍ତି, ତାକୁ ହିଁ ସେ ପ୍ରକାଶ କଲେ। ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମତେ ଏହି ସବୁ କହିଅଛନ୍ତି ବୋଲି ସେ ସେମାନଙ୍କୁ ସମ୍ବାଦ ଦେଲେ। ତାଙ୍କର କାର୍ଯ୍ୟକୁ ସେ ନିଭଉଛନ୍ତି ବା କାର୍ଯ୍ୟ କରୁଛନ୍ତି, ଆଜ୍ଞାବହ ହଉଛନ୍ତି। ପ୍ରଭୁ ଯୀଶୁ ଯେ ପ୍ରକାର ଆଜ୍ଞାବହ ହେଲେ, ନିଜକୁ ନମ୍ର କଲେ, ଠିକ ସେଇ ପ୍ରକାର ସେ ଆଜ୍ଞାବହ ହଉଛନ୍ତି। ନିଜକୁ ନମ୍ର ଯେତେବେଳେ ସେ କରୁଛନ୍ତି, ପ୍ରଭୁ ତାଙ୍କୁ ସେଇ ଟାଇଟେଲର ତାଙ୍କ ପୁନରୁତ୍ଥାନର ସାକ୍ଷୀ ହେବାର ସେଇ ସୌଭାଗ୍ୟ ପ୍ରଭୁ ତାଙ୍କୁ ଦଉଛନ୍ତି। ପ୍ରିୟମାନେ, ଆଜି ଆମମାନେ ଏଇ ବିଷୟ ଶିଖୁଛୁ। ହୁଏତ ପ୍ରଭୁ ଆମମାନଙ୍କୁ ଅନେକ ରେସ୍ପନ୍ସିବିଲିଟି ଦେଇଛନ୍ତି, ହୁଏତ ଜଗତରେ ଆମମାନେ ପ୍ରଭୁଙ୍କର ପ୍ରଚାର କରୁଛୁ,
ଆଉ ଅନେକ ବିଷୟରେ ଆମମାନେ ଉଦ୍ୟୋଗୀ ହେଇଛୁ। ଆସୁ ନିଜକୁ ନମ୍ର କର। ଯୋଉ ଗଛରେ ଯେତେ ଫଳ ସେ ଗଛ ସେତେ ତଳକୁ ହବ, ସେତେ ତଳକୁ ଦବିବ। ଅନ୍ୟମାନଙ୍କ ଟେକା ପଥର ବି ମାଡ଼ ଖାଇବ, କିନ୍ତୁ ସେ ତାର ଫଳ ପ୍ରକାଶ କରିବ। ସେ ଅନ୍ୟମାନଙ୍କ ପାଇଁ, ଯଦି ପ୍ରଭୁ ଆଜି ଆମମାନଙ୍କୁ ନେତୃତ୍ୱ ସ୍ଥାନରେ ରଖିଛନ୍ତି, ପ୍ରଭୁ ଆମମାନଙ୍କୁ ଫଳ ଆଶା କରନ୍ତି। ଆଉ ଫଳ ଫଳିଲେ ଟେକା ତ ନିଶ୍ଚୟ ବାଜିବ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ ଆମମାନେ ନିଜକୁ ନତ କରୁ ଉଚିତ ସମୟ ତାଙ୍କର ବଳବନ୍ତ ହସ୍ତ ତଳେ ଯେତେବେଳେ ନମ୍ର ହେବା, ଉଚିତ ସମୟରେ ପ୍ରଭୁ ଆମକୁ ଉନ୍ନତ କରିବେ। ପ୍ରଭୁ ଏଇ ବାକ୍ୟ ଉପରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ସୁନ୍ଦର ବାକ୍ୟ ନିମନ୍ତେ, ଦିଦିଙ୍କର ଉତ୍ସାହ ନିମନ୍ତେ, ପୁଣି ପ୍ରଭୁଙ୍କୁ ଗୌରବ ଦେବା ନିମନ୍ତେ ଗୋଟେ ଜୋରଦାର କରତାଳ ଦେବା। ଅନ୍ମ୍ୟୁଟ କରନ୍ତୁ ଆଉ କରତାଳ ମାରନ୍ତୁ। Praise the Lord, hallelujah। ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ବହୁତ ସୁନ୍ଦର ବାକ୍ୟ ଆମେ ଶୁଣିଛୁ। ଯିଏ ନିଜକୁ ଉନ୍ନତ କରିବେ, ଯଥା ସମୟରେ ପ୍ରଭୁ ତାକୁ ଉନ୍ନତ କରିବେ। ଆଉ ବହୁତ ସୁନ୍ଦର କଥା। ବାସ୍ତବରେ କି ପ୍ରକାର ବର୍ତ୍ତମାନ ଜଗତରେ କିଏ ଆଉ ତଳେ ରହିବା ପାଇଁ ଚାହାନ୍ତିନି, ସମସ୍ତେ ଉପରେ ହିଁ ରହିବା ପାଇଁ ଚାହାନ୍ତି। ସବୁ କ୍ଷେତ୍ରରେ ଦିଦି ବାକ୍ୟର ପ୍ରଥମରେ ହିଁ କହିଦେଲେ, ସବୁ ବିଷୟରେ। ଚର୍ଚ୍ଚରେ ବି ରାଜନୀତି, ଗୋଡ ଟଣାଟଣି, ଏଇ କଙ୍କଡା ପ୍ରକୃତି ମନୁଷ୍ୟର କେବେ ଯିବ ନାହିଁ। ସ୍ୱର୍ଗକୁ ଗଲାବେଳେ ମଧ୍ୟ ଗୋଡ ଟଣାଟଣି ଚାଲିଥିବ, କିନ୍ତୁ ଯୀଶୁ କହିଛନ୍ତି ଯିଏ নত ହେବ ତାକୁ ହିଁ ଉନ୍ନତ କରାଯିବ। ଏ କଥାକୁ ସମସ୍ତେ ଭୁଲି ଯାଉଛନ୍ତି। ସମସ୍ତେ ଏକ दूसरे का टांग खींच रहे अभी। ମୁଁ ବଡ ହେବି, ମୁଁ ବଡ ହେବି, ଆଉ କିଏ ଉପରକୁ ଯିବାକୁ ନାହିଁ। ଯାହା ବି ହଉ ସୁନ୍ଦର ବାକ୍ୟ ଶୁଣିବେ। ଆଜି ମହିଳା ସମିତି ହେଇଥିବା ହେତୁ ମଗଦଲିନୀ ମରିୟମ ଯେ ପ୍ରକାର ନିଜକୁ ନମ୍ର କଲେ, ଆଉ ଗୋଟେ ସୁସମାଚାର ପ୍ରଚାରିକାର ଅଧିକାର ସେ ପ୍ରାପ୍ତ ହେଲେ। ବହୁତ ସୁନ୍ଦର କଥା। ପ୍ରଭୁ ଆଶୀର୍ବାଦ କରନ୍ତୁ ଦିଦିଙ୍କୁ। ପୁଣି ଆମେ ଯେତେ ଜଣ ଏ ବାକ୍ୟ ଶୁଣିଛୁ, ଏଇ ବାକ୍ୟ ଆମ ସମସ୍ତଙ୍କ ପାଇଁ ଫଳପ୍ରଦ ହଉ। ସମସ୍ତେ ଏଇ ବାକ୍ୟକୁ ନିଜସ୍ୱ କରିବା, କାହିଁକି ନା ତାଙ୍କର ମୁଖ ନିଃସୃତ ବାକ୍ୟ ଗୋଟେ ବି ସେ ତଳେ ପଡିବାକୁ ଦେବେ ନାହିଁ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ, ଆମେ ସୁନ୍ଦର ବାକ୍ୟ ଶୁଣିଛୁ। ଆଉ ବର୍ତ୍ତମାନ ଆମମାନଙ୍କର ଏଇ ଉପାସନା ଶେଷ ହେବା ପାଇଁ ଗଲାଣି। ଅଳ୍ପ ସମୟ ଧୈର୍ଯ୍ୟ ଧରି ରୁହନ୍ତୁ।